ସଂଜ୍ଞ ଜ୍ଞାନରେ ପରିପୂର୍ଣ୍ଣ କର। ମୋତେ ତୁମେ ଲୁପ୍ତଗୁପ୍ତ କର। ମୋର ଏଇ ଛୋଟ ମୁଖକୁ ତୁମେ ବ୍ୟବହାର କର। ମୁଁ ଅଯୋଗ୍ୟ ପ୍ରଭୁ, ତୁମେ ସମ୍ପୂର୍ଣ୍ଣ ପବିତ୍ର ଆତ୍ମାରେ ମୋତେ ପରିପୂର୍ଣ୍ଣ କର। ଏହି ସମୟର ବାକ୍ୟ ଆମମାନଙ୍କୁ ପ୍ରଭୁ ସମ୍ପୂର୍ଣ୍ଣ ପଥକୁ ପ୍ରସ୍ତୁତ କରିଥାଏ। ପ୍ରଭୁ ଆମେ ଯେତେ ଜଣ ବି ଏଠାରେ ଏକତ୍ରିତ ହେଇଛୁ, ଏ ଶେଷ ସମୟର ପ୍ରଭୁ ପବିତ୍ର ଆତ୍ମା ଦ୍ୱାରା ପ୍ରଭୁ ପ୍ରକାଶିତ ହୋଇଥିବା ବାକ୍ୟ ଆମମାନଙ୍କୁ ସମ୍ପୂର୍ଣ୍ଣ ପଥ ପ୍ରଦର୍ଶକ ହୋଇଥାଏ। ପ୍ରଭୁ ପ୍ରାର୍ଥନା କରୁଛି ଏ ସକଳ ବାକ୍ୟ ଉପସ୍ଥିତ ପ୍ରତ୍ୟେକ ମଣ୍ଡଳୀକୁ ତୁମଠାରେ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ମାଗୁଅଛି। ପ୍ରେଜ୍ ଦ ଲର୍ଡ। ଆସନ୍ତା ମାନେ ସମସ୍ତେ ବସିବା। ପ୍ରଭୁଙ୍କ ମହାନାମର ଧନ୍ୟବାଦ ଗୌରବ ହଉ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମେମାନେ ଯେ ଅଂଶ ଅଧ୍ୟୟନ କରିଅଛୁ, ଏ ଅଂଶ ଆମେ ବହୁତ ଥର ଶିକ୍ଷା କରିଅଛୁ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶବିଦ୍ଧ ପରେ ପୁନରୁତ୍ଥାନ ପରେ ସ୍ୱର୍ଗାରୋହଣ କରିବାର ବିଷୟ ସେ ପ୍ରକାଶ କରନ୍ତି। ଆଉ ମଣ୍ଡଳୀ ମଧ୍ୟରେ ସେ ନିଜ ଲୋକମାନଙ୍କ ସହିତ ସେ ବାର୍ତ୍ତାଳାପ କରି କହୁଛନ୍ତି ଯେ ମୁଁ ଆଉ କିଛି କ୍ଷଣ ଏଠାରେ ରହିଛି। ହାଲେଲୁୟା। ଆଉ ସେ କହୁଛନ୍ତି ମୁଁ ଏଠାରୁ ଗଲା ପରେ ସତ୍ୟମୟ ଆତ୍ମା ଯିଏକି ପଥ ପ୍ରଦର୍ଶକ ଅଟନ୍ତି ବା ଆପଣମାନଙ୍କୁ ଆମ ସମସ୍ତଙ୍କୁ ସେ ସ୍ୱର୍ଗରାଜ୍ୟର ଅଧିକାର କରିପାରିବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏଟା 13 ପଦରେ ସେଥିପାଇଁ ଲେଖାଗଲା, କିନ୍ତୁ ସେହି ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ। ହାଲେଲୁୟା। ମଣ୍ଡଳୀ ମଧ୍ୟରେ ଆଜି ଏ ପ୍ରକାର ମଧ୍ୟ ଅନେକ ବିଷୟ ରହିଯାଇଅଛି। ବହୁତ ଲୋକ ଭାବନ୍ତି କି ଆମେ ପାଳକ ହେବୁ, ଆମେ 3 ବର୍ଷ ଟ୍ରେନିଂ 5 ବର୍ଷ ଟ୍ରେନିଂ ନେଇକି ଆମେ ପାଳକ ହେଇକି ମଣ୍ଡଳୀକୁ ପରିଚାଳନା କରିବୁ ବୋଲି। କିନ୍ତୁ ଯେତେବେଳେ ସତ୍ୟମୟ ଆତ୍ମା ମଣ୍ଡଳୀରେ ରହିବ ନାହିଁ, ବିଶ୍ୱାସୀମାନେ ସ୍ୱର୍ଗରାଜ୍ୟ ବିଷୟ ପାଇପାରିବେ ନାହିଁ। ହାଲେଲୁୟା। ସତ୍ୟ ବିଷୟ ସେମାନେ ବୁଝିପାରିବେ ନାହିଁ। ଏହି ବିଷୟ ନେଇକି ଆଉ ଏହି ସମୟର ଭବିଷ୍ୟତ ବକ୍ତା ଗୋଟେ ବାକ୍ୟ ପ୍ରଚାର କଲେ, ଏ ଗାଇଡ୍। ଏହି ବାକ୍ୟରେ ସେ ବହୁତ ବିଷୟ ସେ କହିଛନ୍ତି। ମୁଁ ଆପଣମାନଙ୍କ ମଧ୍ୟରୁ ଅଳ୍ପ ସଂକ୍ଷେପ ଭାବରେ ଆଜି ବାକ୍ୟ ରଖିବା ପାଇଁ ଚାହେଁ। ସେ ଏଠାରେ ଗୋଟେ ବିଷୟ କହୁଛନ୍ତି, ଜଣେ କୌଣସି ଜାଗାକୁ ଆମେ ଯାଇଥାଉ, ଯେଉଁ ଜାଗାର କି ଆମେ କୌଣସି ଦିଗ କିମ୍ବା ସମୟ କିମ୍ବା ସେହି ସ୍ଥାନର କୌଣସି ବିଷୟ ଜାଣିନଥାଉ, ସେହି ଜାଗାକୁ ଯେତେବେଳେ ଆମେ ଯାଉ ସେତେବେଳେ ଜଣେ ଆମମାନଙ୍କୁ ଜଣେ ଗାଇଡ୍ ଦରକାର ଅଛି। ଅର୍ଥାତ୍ ଆମକୁ ଜଣେ ମାର୍ଗଦର୍ଶକକୁ ଆମକୁ ଦରକାର ଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ ମାର୍ଗଦର୍ଶକ ଦରକାର ଅଛି। ସେ ଆମକୁ କ'ଣ କରିବ ନା ସେ ଆମକୁ ନେଇକି ସେ ସବୁ ବିଷୟକୁ ସେ ଜଣାଇଦେବ। ବିଶେଷ କରି ଆପଣମାନେ ଆଉ କେତେଜଣ କୋଣାର୍କ ମନ୍ଦିର ବୁଲି ଯାଇଥିବେ, ସେଇ ଜାଗାରେ ଜଣେ ମାର୍ଗଦର୍ଶକ ଥାଆନ୍ତି। ସେମାନେ ବାହାରେ ବୁଲନ୍ତି ଆଉ ସେମାନେ କ'ଣ କରନ୍ତି, ଯେଉଁମାନେ ଦେଖିବା ପାଇଁ ଯାଇଥିବେ ସେମାନଙ୍କୁ ସେମାନେ ନେଇକି କ'ଣ କରନ୍ତି, ସେଇ ମନ୍ଦିର ନିର୍ମାଣଠୁ ଆରମ୍ଭ କରି ସବୁ ବିଷୟର ସେମାନେ ଟିକିନିକି ଭାବରେ ବୁଝାନ୍ତି। ପ୍ରେଜ୍ ଦ ଲର୍ଡ। କାହିଁକି ନା ସେମାନେ ଇତିହାସକୁ ଜାଣନ୍ତି ଆଉ ସେମାନେ ଭଲ ଭାବରେ ସେଇ ମନ୍ଦିର ବିଷୟରେ ସେମାନେ ତର୍ଜମା କରିଅଛନ୍ତି। ଠିକ୍ ସେଇ ପ୍ରକାର ଭାବରେ ଆମେ ଗୋଟେ ନୂତନ ଜାଗାକୁ ଯେତେବେଳେ ଯାଇଥାଉ, ସେଇ ନୂତନ ଜାଗା ଆମେ ନୂତନ ଭାବରେ ଦେଖିଥାଉ, ସେତେବେଳେ ଆମେ କେଉଁ ପଟେ ଗଲେ ସେଇ ଜାଗାକୁ ପହଞ୍ଚିବା, କି ପ୍ରକାର ଭାବରେ ଗଲେ ଆମେ ସେଇ ଜାଗାରେ ଆଉ ଦେଖିପାରିବା, ସେଇ ବିଷୟ ପାଇଁ ଜଣେ ମାର୍ଗଦର୍ଶକ ରହିବା ଦରକାର ଅଛି। ପ୍ରେଜ୍ ଦ ଲର୍ଡ। ଆମେ ଏଇ କିଛି ଦିନ ପୂର୍ବରୁ ଆମେ ଯାଇଥିଲୁ ମୁମ୍ବାଇ। ହୁଏତ ଆମମାନଙ୍କ ପାଇଁ ମାନସ ଭାଇ ଜଣେ ମାର୍ଗଦର୍ଶକ ଭାବରେ ସେଠାକୁ ଯାଇଥିଲେ। ଆଉ ସେ ଆମକୁ ଟ୍ରେନ୍ରେ ଚଢ଼ାଇବାଠୁ ଆରମ୍ଭ କରିକି କେଉଁ ପଟେ ଗଲେ କେଉଁ ଜାଗାକୁ ଆମେ ପହଞ୍ଚିବୁ, କେଉଁ ଜାଗାରେ ଓହ୍ଲିବୁ, ଆଉ କି ପ୍ରକାର ଭାବରେ କେଉଁ ଜାଗା ଗଲେ ସେଇ ଜାଗା ଆମେ ଦେଖିପାରିବୁ, ଏଇସବୁ ବିଷୟ ସେ ଆମକୁ ଟିକିନିକି ଭାବରେ ଆମକୁ ସେ ଆଉ ଦର୍ଶାଉଥିଲେ ଆଉ କହୁଥିଲେ ଏବଂ ସେଇ ଜାଗାକୁ ସେ ନେଉଥିଲେ। ପ୍ରେଜ୍ ଦ ଲର୍ଡ। ଠିକ୍ ସେଇ ପ୍ରକାର ଭାବରେ ଆତ୍ମିକତା ବିଷୟରେ ଆମେମାନେ ଆଉ ବାଇବଲର ଆଧାର ଶିକ୍ଷାରେ ଆମେ ଦେଖୁଅଛୁ। ଆମେ ଖ୍ରୀଷ୍ଟାନ ହେଇ ଅନେକ ବର୍ଷ ବିତି ଯାଇଅଛି, ଅନେକ ବିଷୟ ଆମେ ଶିକ୍ଷା କରିଅଛୁ। ଯଦି ଆମର ଆମର ମାର୍ଗ ଯଦି ସ୍ୱର୍ଗରାଜ୍ୟ ହେବ ନାହିଁ, ଆମର ଯାତ୍ରା ଯଦି ସ୍ୱର୍ଗରାଜ୍ୟ ହେବ ନାହିଁ, ତାହେଲେ ତ ଆମେ ନିଶ୍ଚୟ ମଝିରେ ଝୁଣ୍ଟି ପଡ଼ିଅଛୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ ଝୁଣ୍ଟି ପଡ଼ିଅଛୁ। ଏଠାରେ ଭବିଷ୍ୟତ ବକ୍ତା କୁହନ୍ତି କି ଏ ପ୍ରକାର ବିଷୟ ଅଛି। ପ୍ରଥମ ମାର୍ଗଦର୍ଶକ ଆମେ ଯଦି ଆଦି ପୁସ୍ତକରେ ଦେଖିବା, ଇସ୍ରାଏଲ ଲୋକମାନଙ୍କୁ ଯେତେବେଳେ ମୋଶାଙ୍କ ଦ୍ୱାରା ପ୍ରଭୁ କଢ଼େଇ ଆଣିଲେ ମିଶର ଠାରୁ,
सेई जगार गोटे सत्यमय आत्मा बा अग्निस्तंभ थिला। हालेलुया। सेई खाली अग्निस्तंभ नथिला, ताहा संपूर्ण पवित्र आत्मार निदर्शन थिला। प्रेज द लॉर्ड। हालेलुया। सेटा लेखा जाई अछि, आपण माने पाई परिबे। ए सेई जगार से कहउछंती, कोन कहउछंती ना से जड़े गाइड दरकार अच्छी, अर्थात जड़े मार्गदर्शक से कौन करि थाए, से ठीक पथ देखाई थाए, आउ ठीक विषय से मान को जणाई थाए, सेही विषय नहीं कि से जते आगो को बढ़ी थाए, सेही विषय से पाई थाए। प्रेज द लॉर्ड। हालेलुया। इस्राएल लोक माने 20 लाख लोक मान को जते बेले मूसा कड़े आनिले, आउ से प्रभु सदा प्रभु ताकू जे प्रकार कहूथिले सेही प्रकार भाबरे से मान को से शिक्षा दे कानुछंती। आणु आणु जतेबेले प्रांतर रे से माने ठिया होउछंती, सेतेबेले अनेक लोक मानकर विरोध आसिला, अनेक लोक माने ताकू विरोध करे पई चेष्टा कले। कारण आमे माने मिसर रे ठीक थिलु, आमे माने सेठे कष्ट पाइले मध्य सेठे आमे आहार खाउथिलु, सेठे आमे प्याज खाउथिलु, सेठे आमे मांस खाउथिलु, ए प्रकार अनेक से मानको पाखु दुख कष्ट आसिला। आउ सेतेबेले मूसा प्रार्थना करछंती सदा प्रभु को, प्रभु मु कौन करिबी, ए माननकु 20 लाख लोक माननकु जत्न नेबा सहज नुहे, ए मानकर जत्न नेबा निमंते मते निश्चय जने मार्गदर्शक दरकार अछि। हालेलुया। प्रेज द लॉर्ड। आउ से कौन करछंती ना जते बेले से प्रार्थना करूछंती, प्रार्थना करिबा समय रे आउ प्रभु आउ ताहांको सहित से कथोपकथन करूछंती। से कहउछंती मु आपण मान तुम मानकर पथ को देखाइबा निमंते रात्रि रे मेघस्तंभ हेई, आउ दिन बेले अग्निस्तंभ, रात्रि रे अग्निस्तंभ हेई, दिन बेले मेघस्तंभ हेई तुम मान को कड़े नेबी। हालेलुया। एहा गोटे पवित्र आत्मा बा सत्यम आत्मार निदर्शन थिला। प्रेज द लॉर्ड। प्रेज द लॉर्ड। हालेलुया। सेति पई सेही सत्यमय आत्मा आसिला पोरे से मानकु से कौन करिवो, से मानकु गाइड करिके नै जीवो। आसंतु यात्रा पुस्तक आमे माने 13 पर्व 21 एवं 22 पद टिके पठन करिबा। से माने जेपरि दिवसरे हां ओ रात्रि रे यात्रा करि परिबे, एति पई सदाप्रभु दिवसरे पथ कराई नेबा निमंते हां मेघस्तंभरे हां रात्रि रे दीप्ति देबा निमंते अग्निस्तंभरे थाई सेमानको आगे आगे निजे निजे कली विजय आगे आगे विजय कले। हालेलुया। किए कले? सदा प्रभु निजे विजय कले लिखाई छै। हालेलुया। अर्थात तो सही मेघस्तंभ कहीं नथिले, मेघस्तंभ गोटे अलगा कौन सी विषय नथिला कि अग्निस्तंभ गोटे अलगा विषय नथिला, से मेघस्तंभ स्वयं से सदा प्रभु थिले, आउ अग्निस्तंभ स्वयं सदा प्रभु थिले। हालेलुया। प्रेज द लॉर्ड। प्रेज द लॉर्ड। आउ से कौन कले, से मानकु पथ कोड़े कि नहीं गले, कुआडे नेले किणानो जे प्रकार से मानको जणे आउ आशीर्वाद देश थिला, आज आम मान को पाई स्वर्ग राज्य सेम से प्रकार अटे। हालेलुया। आमे माने जी तृतीय यात्रा रछु, ए तृतीय यात्रा पवित्र आत्मा मंडली को संपूर्ण गाइड करी वाक्य आधार धरि नै थाए। हालेलुया। प्रेज द लॉर्ड। प्रेज द लॉर्ड। कोन कोले 21 पद पढो मा ठीक। हां पढो। हां से माने जेपरि दिवसरे ओ रात्रि रे यात्रा करि पारिबे, एति पई सदाप्रभु हां दिवसरे पथ पढाई नेबा निमंते यस मेघस्तंभरे ओ रात्रि रे दीप्ति देबा निमंते हां अग्निस्तंभरे थाई हां सेमानको आगे आगे विजय कले। हालेलुया। 22 पद से लोकमानक सम्मुखरु दिवसरे मेघस्तंभ ओ रात्रि रे अग्निस्तंभ स्थानांतर कले नाही। हालेलुया। जते बेले इस्राएल लोक मान को मध्यरु एई मेघस्तंभ एवं अग्निस्तंभ थिला, से मानकर यात्रा संपूर्ण अति सुंदर थिला। हालेलुया। संपूर्ण आशीर्वाद प्राप्त थिला। किंतु जते बेले प्रभु से मानकु से कोड़े आनुछंती, मोर प्रिय माने ताहा आम मान को पई छाया सदृश थिला, आज से काया अर्थात ए मंडली को दर्शाई थाए। हालेलुया। आउ एठारे मेघस्तंभ एवं अग्निस्तंभर निदर्शन स्वयं सदा प्रभु से प्रभु जीशु ख्रीष्ट ही अटंती। प्रेज द लॉर्ड। सेति पई ए गाइड अर्थात जणे पथ प्रदर्शक दरकार अछि। ए प्रकार गोटे घटना अमेरिका रे घटिला। दिने स्काउट माने जो माने कि एई जंगल रे बुलंती, आउ जंगल रे से माने जाइकी अनेक से माने गोटे ए प्रकार विषय शिक्षा दियंती कि जणे अचिना जगह को गले से कौन करथाय, अचिना जगह को जणे जाइथिबा समय से कौन करे ता ठारू बाहरी आसीबा पई से माने किछि शिक्षा दियंती।
हालेलुया आउ केतेक जन ए प्रकार गोटे जंगल को से माने जाउछंती आउ जगह को जाउछंती सेही जगह रे आउ बरफ पड़े आउ से माने सेही जगह को जुबा लोक माने से माने जाउछंती सेही समय गला बेले दिने से माने सेही उच्च पहाड़ को से माने जाउछंती गला परे से माने छिन्न भिन्न हो गले समस्ते आउ निज निज को पटे कि प्रकार भाव से माने सेही जंगल रु माने बाहर हेक आसीबे सेही विषय नहीं कि से माने छिन्न भिन्न होने ठीक सेही समय आउ बरफपात हैला हालेलुया बरफपात हैला आउ बरफपात हैला परे आउ से माने ताहा आउ सेही जगार रूप को संपूर्ण भावे संपूर्ण बदली गला से जगार आउ जो विषय को आगरे से जो गछ को से देखी जाइतिले से गछर रूप बदली गला अर्थात से ऊपर बरफ पड़िला आउ से माने निजर पाद चिन्ह को से माने खोजुछंती निजर पाद चिन्ह खोजु खोजु से माने निज पाद चिन्ह मध्य पाई पारु नांती प्रेज द लॉर्ड हालेलुया आउ सेते बेले से माने व्यस्त होउछंती आउ से माने आउ संपूर्ण भावे चिंता करूछंती आमे माने नूतन भाव रे इस जगह को आसीचे आउ नूतन भाव रे इस जगह को आमे पहुंचीचे ताहाले आम सहित जने पथ माने जने मार्गदर्शक थिबा दरकार थिला हालेलुया हालेलुया मार्गदर्शक थिबा दरकार थिला कारण मार्गदर्शक बिना आमे माने पुनर्बार सेही जगह रु फेरी पारिबा नाही मार्गदर्शक बिना आमे पुनर्बार से स्थान को आमे पहुंची पारिबा नाही आमे जाउछु आमे चढ़ुछु से माने संपूर्ण पहाड़ चढ़िले सत से जगह को पहुंचिले सत किंतु जेते बेले बरफपात हैला तुषारपात हैला से मानकर पाद चिन्ह मध्य संपूर्ण लिपि गला हालेलुया आउ किछि आउ से माने से समय से मानकर शरीर संपूर्ण दुर्बल हैला आउ सेमानकर शरीर रे आउ बल रहिला नाही रक्त संपूर्ण जाम हेबाकू पड़िला आउ संपूर्ण से जगह रे जते जन स्काउट माने थिले समस्ते मरी गले हालेलुया आउ मरी गला परे से मानकर आउ संधान मिलिला नाही आउ से जगह रे जो आउ अमेरिका पुलिस जाय कि से मानकू रिसर्च करूछंती आउ सेठारे गोटे विषय से माने प्रमाण करूछंती नूतन जगह को जीवाकू हेले जने मार्गदर्शक को नितांत दरकार अछि हालेलुया प्रेज द लॉर्ड प्रेज द लॉर्ड आउ मार्गदर्शक को नितांत दरकार अछि आउ मार्गदर्शक बिना आमे सेही जगह को पहुंची पारिबा नाही सेही ठीक सेही प्रकार भाव रे इस्राएल लोक माने मरुभूमि आउ अनेको आउ से माने प्रांतर रे से माने यात्रा कले आउ से मानकु सेही मरुभूमि प्रांतर रे पथ कड़ेबा निमंते सदा प्रभु स्वयं निजे से मानकु रात्रि रे अग्निस्तंभ हेकि से मानकु कड़े नेले हालेलुया आउ दिन बेले से मानकु मेघस्तंभ नेकि कड़े नेले आउ प्रभु से मानकु पई अति सुंदर भाव रे आशीर्वाद युक्त थिले आउ से माने ही निजे सेही उपस्थिति को आउ बुझी पारिले नाही हालेलुया प्रेज द लॉर्ड प्रेज द लॉर्ड आज आम मानकर यात्रा मध्य से प्रकार मोर प्रिय माने आउ एई आत्मिक यात्रा रे ए प्रकार बाधा आउ ए प्रकार कष्ट दुख आसी थाए जहा कि रात्रि रे अंधकार थिबा सकासु सेही पथ को आमे जानि पारि न थाउ आउ सेति पई आम मानकु सेही पथ को जानिबा पई मेघ स्तंभ को आमे दरकार अछि हालेलुया सेही पथ को सॉरी रात्रि रे आउ सेही पथ आमे जानिबा पई से अग्नि स्तंभ हमकु दरकार अछि हालेलुया आउ से अग्नि स्तंभ हम मानकु कोन करिवो परमेश्वर तांको जन को से गाइड बिना छाड़ंती नाही हालेलुया प्रेज द लॉर्ड प्रेज द लॉर्ड आज आम मानकर अनेक मंडली मानक अनेक आज ए पृथ्वी रे अनेक ख्रीस्टान नाम रे नामित लोक माने अछु आमे किंतु सेही मानक मध्यरु प्रभु सेपरेट निज कन्या को निज मंडली को से कौन करती अति पवित्र आत्मा द्वारा से गाइड करती ठीक विषय को से पथ भाव से प्रकाश करती हालेलुया प्रेज द लॉर्ड आउ से कहती एई जो इस्राएल लोक मानकर यात्रा आउ से माने निज इच्छा रे गमन कले नाही से माने जते बेले निज इच्छा को लगाउछंती से माने जते बेले आउ सेही आउ पथ जो प्रदर्शक थिले जे कि आउ से मानकर आउ गाइड करूथिले से गाइड को से माने जतले तुच्छ करूछंती से गाइड को से माने जतले फॉलो करू नाहंती से माने समस्ते अधा रास्ता रे विनष्ट होउछंती हालेलुया प्रेज द लॉर्ड ठीक सही प्रकार भाव रे आम मानकु प्रभु प्रत्येक समय रे जने मार्गदर्शक को से देई थाए से मार्गदर्शक केही नुहंती स्वयं पवित्र आत्मा ही अटंती हालेलुया हालेलुया
स्वयं पवित्र आत्मा ही अटंती ए पवित्र आत्मा ए समर आम मान उपरे से अंतिम समर वाक्य द्वारा से आम को पथ देखाई थाए हालेलुया ए समर वाक्य आम मान को संपूर्ण ठीक उपयुक्त विषय को देखाई थाए अनेक लोक आम भावुचु राप्चर तो निश्चय हम मुझी जदि मु घरे थाई कि जदि राप्चर बोली राप्चर को अपेक्षा करी कि कौन सी गोटे जागतिक कार्य व्यस्त रही मुझे राप्चर को अपेक्षा करी मो पाखे प्रभुंर वाक्य ना प्रार्थना ना उपस्थिति ना प्रभुंर पवित्रात्मार आम सहित गमनागमन ना ताहले मु राप्चर जापरि ना हालेलुया प्रेज द लॉर्ड से प्रभु दुई भाग विभक्त करती राप्चर रे दुई जन चकी पेशुवे जन को निया जीव जन को छड़ा जीव अर्थात जड़े मार्गदर्शक को से नहीं थाए आउ जड़े ताहाकु घृणा करि थाए हालेलुया प्रेज द लॉर्ड सेति पई आम मान को संपूर्ण भाव रे से सत्यमय आत्मा अर्थात पवित्र आत्मा को आम मान को पई उपयुक्त आउ ताहाकु नेबा उपयुक्त विषय अटे ठीक सही प्रकार भाव रे जेतेबेले आमे माने जानुछु आउ पवित्र आत्मा जेतेबेले आसिले पवित्र आत्मा बिना आमे कौनसी कार्य सफल करि परिबा नाही हालेलुया ठीक सही प्रकार भाव रे जेतेबेले आउ प्रभु यीशु ख्रीष्टकर जन्म समय जो 3 जन पंडित मान आसीथिले से माने गोटे आउ मार्गदर्शक को से अनुसंधान करि आसीथिले हालेलुया प्रेज द लॉर्ड हालेलुया माथ्यू पुस्तक आपण माने पाई परिबे माथ्यू पुस्तक तारो 2 पर्व 1 पदर जदि आम 12 पद पर्यंत पठन करवा यही जगार ये घटना लेखा जाइए भविष्य वक्ता यही विषय कहती यही 3 ज्ञानी माने थिले ए माने बुद्धिमान लोक थिले अर्थात ए माने सबु विषय को से माने अनुसंधान करबा लोक थिले हालेलुया हां पढंतु टिके हेरोद राजा को समय रे यहूदा प्रदेश रो बेथलेहेम रे हां यीशु को जन्म हेबा परे यस देखो पूर्व देश रे केते पंडित यरूशलेम को आसी कहिले हां यहूदी मानकर जे राजा जन्म ग्रहण करियोछंती से केउठारे कारण आबे माने पूर्व देश रे ताहा को तारा देखि ताहा को प्रणाम करिबा को आसीछु हालेलुया हां तापरे या सुनी हेरोद राजा तो ताको सहित समुदाय यरूशलेम निवासी उद्विग्न हेले पुनी से लोकंकर समस्त प्रधान याजक और शास्त्री को एकत्र करी ख्रीष्ट केउठारे जन्म ग्रहण करिवे ताहा सेमानको ठारु बुझि नेबाकु चेष्टा करले हालेलुया ए माने कोन देखि आस्थिले तारा देखि आसीथिले हालेलुया प्रेज द लॉर्ड देखंतु एठारे भविष्य वक्ता गोटे विषय कहंती आउ जेते बेले कि से गाइड स्काउट माने जो माने जंगल को जाइथिले जदि से माने जानी थांते रात्रि रे से माने दिग को अनुसंधान करि थांते हालेलुया आमे माने रात्रि रे देखुचु अनेक तारा जाको आकाश रे उई थांती ए प्रकार गोटे गोटे तारा अछि जो तारा की जोठे उई थाए सेठे ही से ठिया हे की थाए हालेलुया हालेलुया सेई गोटे तारा सेई गोटे जगह रे ठिया हे की थाए से आपण जेते बेले भी देखिबे रात्रि रे सेई तारा सेई जगह रे ही थाए प्रेज द लॉर्ड सेई तारा कोपटे थाए उत्तर दिग आड़े थाए हालेलुया सेई तारा केही नुहंती सेई तारा सदा प्रभु आजी काली चिरकाल समान अटंती से स्वयं प्रभु यीशु ख्रीष्ट अटंती हालेलुया प्रेज द लॉर्ड एई पंडित माने कोन कले सेई तारा को अनुसंधान कले सेई तारा जे जगत रे जन्म ग्रहण करिसंती ताहा से माने बुझी पारले सेते बेले प्रेज द लॉर्ड हालेलुया से माने आगर पडिथिले राजा माने को राजा प्रभु मान को प्रभु जन्म ग्रहण करिवे ए प्रकार हबो से प्रकार हबो से माने आउ हेरोद राजा को गृह रे प्रवेश करूछंती आउ कहउछंती ए प्रकार जने राजा जन्म हेबे परा हेरोद आश्चर्य होउची मु थाउ थाउ केउ राजा जन्म होउची प्रेज द लॉर्ड हालेलुया राजा मान को राजा जन्म हेइछंती ऑलरेडी किंतु हेरोद पाखरे गाइड न थिबा सकासु से जानी पारला नाही हालेलुया से पथ बा से मार्गदर्शक न थिबा सकासु से जानी पारला नाही प्रभु यीशु ख्रीष्टकर जन्म आगरु से माने अनेक व्यवस्था को से माने पठन करिथिले अनेक व्यवस्था को फॉलो करिथिले जिसाय भविष्य वक्ता को पुस्तक से माने पढिथिले किंतु सेई वाक्य जे संपूर्ण सफल हेछि एई विषय से जानी पारले नाही हालेलुया किंतु एई जो पंडित माने कोन कले सेई तारा को बा से आलू को देखि से माने से जगह को जाउछंती प्रेज द लॉर्ड तापर तळ को पडो मा हां से माने ताको कहिले यहूदा प्रदेश रो बेथलेहेम रे यस कारण भगवान को द्वारा एपरि लेखा अछि हां आ गो यहूदा को प्रदेश रो बेथलेहेम
ଜିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ Yes. କୌଣସି ପ୍ରକାର କ୍ଷୁଦ୍ରତମ ନୁହେଁ। ହଁ କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ ହଁ ଏପରି ଜଣେ ଶାସନକର୍ତ୍ତା ତୋଠାରୁ ଉତ୍ପନ୍ନ ହେବେ। ହାଲେଲୁୟା। ଇସ୍ରାଏଲ ଲୋକମାନଙ୍କୁ ପ୍ରତିପାଳନ କରିବେ କରିଥିଲେ ଏବଂ ଏବେ ମଧ୍ୟ ସେଇ ଇସ୍ରାଏଲ ଲୋକ ଆମେ ମାନି ଅଛୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଇସ୍ରାଏଲ ବଂଶ ଆଶୀର୍ବାଦ ବଂଶ ଆମ୍ଭେ ମାନେ ହିଁ ଅଟୁ। ଏଇ ସମୟର ଆଉ ଏଇ ସମୟର ମଣ୍ଡଳୀ ସେଇ ଇସ୍ରାଏଲ ବଂଶରେ ଗଣିତ ହେଇଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେ କ'ଣ କହୁଛନ୍ତି? ସେ ଏମାନଙ୍କୁ କ'ଣ କରିବ? ସେ ପ୍ରତିପାଳନ କରିବ, ସେ ପଥ ଦେଖାଇବ, ସେଇ ଜାଗାକୁ ସେ ପଠେଇ ମାନେ ନେଇକି ଯିବ। ତାପରେ ପଢ଼ନ୍ତୁ। ହଁ ତାହାପରେ ହେରୋଦ ହଁ ପଣ୍ଡିତମାନଙ୍କୁ ଗୋପନରେ ଡାକି ହୁଁ ସେଇ ତାର କେଉଁ ସମୟରେ ଦେଖାଗଲା ହଁ ଏହା ସେମାନଙ୍କ ଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ। ହୁଁ ପୁଣି ସେ ସେମାନଙ୍କୁ ବେଥଲେହେମକୁ ପଠାଇ କହିଲେ, ହୁଁ ଆପଣମାନେ ଯାଇ ସେଇ ଶିଶୁଙ୍କ ସମ୍ବନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ। କର। ଆଉ ସନ୍ଧାନ ପାଇଲା କ୍ଷଣି ଆମକୁ ସମ୍ବାଦ ଦିଅନ୍ତୁ। ହୁଁ ଆମେ ମଧ୍ୟ ଯାଇ ତାହାକୁ ପ୍ରଣାମ କରିବା। ହାଲେଲୁୟା। ହାଲେଲୁୟା। ସେ ହେରୋଦ ପ୍ରଣାମ କରନ୍ତୁ କି ନ କରନ୍ତୁ, କିନ୍ତୁ ଏଇ ପଣ୍ଡିତ ମାନେ ତ ସେଇ ମାର୍ଗଦର୍ଶକକୁ ସେମାନେ ଅନୁସନ୍ଧାନ କରି ସେଇ ଜାଗାକୁ ଗଲେ। ହାଲେଲୁୟା। ଠିକ୍ ସେଇ ପ୍ରକାର ଭାବରେ ମୋର ପ୍ରିୟମାନେ ଆଜି ଆମମାନଙ୍କ ପାଇଁ ପ୍ରଭୁ এই ଶେଷ ସମୟରେ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସେ ମାର୍ଗଦର୍ଶକ ଭାବରେ କଢ଼େଇ ନିଅନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ ଏ ପଣ୍ଡିତମାନେ ସେଇ ଜାଗାକୁ ଯାଉଛନ୍ତି, ଆଉ ଯେଉଁ ସମ୍ମୁଖରେ ସେଇ ତାରା ଠିଆ ହେଲା, ସେଇ ତାରା ସେ ଅଟନ୍ତି। ସଦାପ୍ରଭୁ କହନ୍ତି ଆଜି କାଲି ଚିରକାଳ ସମାନ ସେଇ ତାରା ସେଇ ଜାଗାରେ ହିଁ ହୁଅନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେମାନେ ହୁଏତ ପୂର୍ବ ଦେଶ ଦକ୍ଷିଣ ଦେଶ ଅନେକ ଜାଗାରେ ଆସିଥିଲେ, କିନ୍ତୁ ସେଇ ତାରା ଉତ୍ତର ଦିଗ ସେଇ ଗୋଟେ ଜାଗାରେ ଉଇଁବା ତାରା ହିଁ ଥିଲା। ହାଲେଲୁୟା। ଠିକ୍ ସେଇ ପ୍ରକାର ଭାବରେ ସେଇ ଜଙ୍ଗଲରେ ଯେଉଁମାନେ ଯାଇଥିଲେ ସେ ଲୋକ ଯେତେବେଳେ ଯଦି ରାତ୍ରିରେ ଯଦି ସେମାନେ ଅନୁସନ୍ଧାନ କରିଥାନ୍ତେ ଦିଗ, ତାହାଙ୍କର ପଥ ସେମାନେ ନିଶ୍ଚୟ ପାଇଥାନ୍ତେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଜି ଠିକ୍ ଭାବରେ ଏଇ ବାକ୍ୟକୁ ଆମମାନଙ୍କର ଅନୁସନ୍ଧାନ ନ କରିବା ଆମମାନଙ୍କ ପାଇଁ ଏକ ବିନଷ୍ଟର କାରଣ ହେଇଥାଏ। ପ୍ରେଜ୍ ଦ ଲର୍ଡ। ଏ ଗାଇଡ୍ ମେସେଜରେ ସେଥିପାଇଁ ଭବିଷ୍ୟତ ବକ୍ତା ଅତି ସୁନ୍ଦର ଭାବରେ କହନ୍ତି, ଆଉ ସେ କହୁଛନ୍ତି ଯୀଶୁ ଆଉ ଯୀଶୁଙ୍କର ପବିତ୍ର ଆତ୍ମା ଦ୍ୱାରା ସେମାନଙ୍କୁ ମରୁଭୂମିରୁ ମଧ୍ୟ ସେମାନେ ଯାତ୍ରା କରି ନେଇଗଲେ। ହାଲେଲୁୟା। ଲୋକ ପୁସ୍ତକ 4 ପର୍ବ 1 ପଦ। ଯୀଶୁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଜର୍ଦ୍ଦାନରୁ ବାହୁଡ଼ିଲେ ଏବଂ 40 ଦିନ ପର୍ଯ୍ୟନ୍ତ ଆତ୍ମାଙ୍କ ଦ୍ୱାରା ପ୍ରାନ୍ତରରେ ଚାଳିତ ହୋଇ ହଁ ଶୈତାନ କର୍ତ୍ତୃକ ପରୀକ୍ଷିତ ହେଉଥିଲେ। ହାଲେଲୁୟା। ଏଟା ତ ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏକି ମନୁଷ୍ୟ ମଧ୍ୟ ଥିଲେ ଆଉ ପରମେଶ୍ୱର ମଧ୍ୟ ଥିଲେ। ହାଲେଲୁୟା। ଯେତେବେଳେ ତାଙ୍କର ସେବା କାର୍ଯ୍ୟ ଆରମ୍ଭ ହେଉଛି ତାକୁ ଆତ୍ମା ଗାଇଡ୍ କରି ନେଉଛନ୍ତି, ଅର୍ଥାତ୍ ତାଙ୍କୁ ପବିତ୍ର ଆତ୍ମା ସମ୍ପୂର୍ଣ୍ଣ ସେଠାରୁ ପୃଥକ କରି ନେଉଛି। ଆଉ ସେ ଯେତେବେଳେ 40 ଦିନ 40 ରାତ୍ରି କ'ଣ କରୁଛନ୍ତି? ଉପବାସ କରୁଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ ପବିତ୍ର ଆତ୍ମା ଆମମାନଙ୍କର ସମସ୍ତ ବିଷୟରେ ସେ ଯତ୍ନ ନିଅନ୍ତି, ସମସ୍ତ ବିଷୟରେ ସେ ଗାଇଡ୍ କରନ୍ତି ଏବଂ ଆମମାନଙ୍କର ଯାତ୍ରା ଏଇ ଅନ୍ତିମ ସମୟରେ ଆତ୍ମିକ ଯାତ୍ରା ସ୍ୱର୍ଗ ରାଜ୍ୟ ଅଧିକାର ଯାତ୍ରା ହେଉ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରେରିତ ପାଉଲ ଯେତେବେଳେ ସେବା କାର୍ଯ୍ୟରେ ଥିଲେ ସେ ଏ ପ୍ରକାର ଗୋଟେ ଜାଗାକୁ ଯାଉଛନ୍ତି ଯେଉଁ ଜାଗାରେ କି ପ୍ରଭୁ ପବିତ୍ର ଆତ୍ମା ସେମାନଙ୍କୁ ମନା କରୁଛନ୍ତି ଏଇଟା ପ୍ରଚାର କର ନାହିଁ ବୋଲି। ଅର୍ଥାତ୍ କ'ଣ ପାଇଁ? କାରଣ ପ୍ରଭୁ ଆଉ ପବିତ୍ର ଆତ୍ମା ସେମାନଙ୍କୁ ପ୍ରତ୍ୟେକ ବିଷୟରେ ଗାଇଡ୍ କରିଥାଏ, ଆଉ ପବିତ୍ର ଆତ୍ମା ସେମାନଙ୍କୁ ପ୍ରତ୍ୟେକ ବିଷୟରେ ସେମାନଙ୍କୁ ଆଉ ସମ୍ପୂର୍ଣ୍ଣ ଉତ୍ତମ ଶିକ୍ଷାରେ ସେମାନଙ୍କୁ ପ୍ରତିପାଳନ କରିଥାଏ। ହାଲେଲୁୟା। ହାଲେଲୁୟା। ପ୍ରେରିତ ପାଉଲଙ୍କର ସେବା କାର୍ଯ୍ୟ ଆମେ ଦେଖିବା ପ୍ରେରିତ ପୁସ୍ତକ 16 ପର୍ବରେ ଆମେ ଦେଖିବା। ଏଇଟା ଦେଖୁଛୁ ଆମେ 16 ପର୍ବରେ ତାହାଙ୍କର ଯାତ୍ରା ମାକିଦୋନିଆ ଆଡ଼କୁ ଥିଲା, କିନ୍ତୁ ମାକିଦୋନିଆ ଆଡ଼କୁ ଦର୍ଶନ କରି ସେ ଯାତ୍ରା କରୁଛନ୍ତି, କିନ୍ତୁ କେତେକ ଜାଗାରେ ପ୍ରଭୁ ଆଦେଶ ଦେଉନାହାନ୍ତି କି ତମେ ଏଠାରେ ସେବା କର ବୋଲି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେରିତ 16 ପର୍ବ 6 ପଦରୁ ଟିକେ 10 ପଦ ଟିକେ ପଢ଼ିବା ଆମେ। ସେମାନେ ଆସିଆରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ୱାରା ନିବାରିତ ହୋଇ ତୁର୍କୀୟ ଓ ଗାଲାତିୟ ଅଞ୍ଚଳ ଦେଇ ଯାତ୍ରା କଲେ। ଦେଖନ୍ତୁ ଏଠାରେ ଗୋଟେ ସୁନ୍ଦର ବିଷୟ ଲେଖାଯାଇଛି, ସେମାନେ ଆସିଆକୁ ଆସିଲେ, ସେମାନେ ଏସିଆରେ ସେମାନେ ଠିଆ ହେଲେ ବାକ୍ୟ ପ୍ରଚାର କରିବା ନିମନ୍ତେ, କିନ୍ତୁ ପବିତ୍ର ଆତ୍ମା ସେମାନଙ୍କୁ ମନା କରୁଅଛି ଏଟା ତମେ ପ୍ରଚାର କର ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତା ପୂର୍ବରୁ ପ୍ରଭୁ ଜଣକୁ ନିଷ୍ପତ୍ତି ଆଉ ଜଣକୁ କ'ଣ କରିଛନ୍ତି? ମନୋନୀତ କରିଛନ୍ତି ତମେ ସେଇ ଜାଗାକୁ ଯିବ ବୋଲି। ହାଲେଲୁୟା। ତାପରେ ପଢ଼ମା। ଆଉ ସେମାନେ ମୁସିଆ ନିକଟରେ ଉପସ୍ଥିତ ହୋଇ ହୋଇ
ପାଇଁ ଚେଷ୍ଟା କଲେ କିନ୍ତୁ ଯୀଶୁଙ୍କର ଆତ୍ମା ହଁ। ସେମାନଙ୍କୁ ଅନୁମତି ଦେଲା ନାହିଁ। କିନ୍ତୁ ଯୀଶୁଙ୍କର ଆତ୍ମା ଅର୍ଥାତ ସେଇ ମାର୍ଗଦର୍ଶକ ସେମାନଙ୍କୁ ଅନୁମତି ଦେଲା ନାହିଁ ସେଇ ଜାଗାକୁ ଯିବାର ନାହିଁ। ତାହେଲେ କୁଆଡ଼େ ଯିବେ? ତାପରେ ସେମାନେ ମୁସିଆ ପାଖ ଦେଇ ହଁ ତ୍ରୟକୁ ଆସିଲେ। ଆସିଲେ ଆଉ ରାତ୍ରି କାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ। ମାକିଦୋନିଆରେ ଜଣେ ଲୋକ ଠିଆ ହୋଇ ତାଙ୍କୁ ବିନତି କରି କହୁଅଛି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ମାକିଦୋନିଆରେ ଜଣେ ଲୋକ ଅଛି ସେ ବିନତି କରି କହୁଅଛି କ'ଣ ବୋଲି? ପଢ଼। ମାକିଦୋନିଆକୁ ପାର ହୋଇ ଆସି ଆମମାନଙ୍କର ଉପକାର କର। ହାଲେଲୁୟା। କ'ଣ କର? ପବିତ୍ର ଆତ୍ମା ଯେତେବେଳେ ସେବା କାର୍ଯ୍ୟ ଆରମ୍ଭ କରେ ଯେ ଯେଉଁ ଜାଗାରେ ବି ସେ ବାକ୍ୟକୁ ଉଚ୍ଚାରଣ କରେ ସେଇ ଜାଗାର ସମସ୍ତ ବିଷୟ ପରିବର୍ତ୍ତନ ହେଇଥାଏ। ହାଲେଲୁୟା। ସମସ୍ତ ବିଷୟ ଏଠି ଦେଖୁଛୁ ଏଠି ମାକିଦୋନିଆରେ ଜଣେ ଅଛି ସେ କ'ଣ କରୁଅଛି? ପ୍ରେରିତ ପାଉଲ ଦର୍ଶନ ଦ୍ୱାରା ଦେଖୁଛନ୍ତି। ସେ ଏତେ ଜାଗା ବୁଲୁଛନ୍ତି ଅନେକ ଜାହାଜରେ ସେ ଯିବାବେଳେ ଆଉ ତାହାକୁ ସେଇ ପଥକୁ ଅଟକାଉଛନ୍ତି ଆଉ କିନ୍ତୁ ପବିତ୍ର ଆତ୍ମା ତାହାକୁ କୋଆଡ଼କୁ ନେଉଛନ୍ତି ସେ ସେଇ ଜାଗାକୁ ଯାଉଛନ୍ତି। ହାଲେଲୁୟା। ଏସିଆରେ ଠିଆ ହେଇକି ସେ ସତ୍ୟ ବାକ୍ୟକୁ ପ୍ରଚାର କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ପବିତ୍ର ଆତ୍ମା ସେଠି କ'ଣ କରୁଛନ୍ତି? ନିବାରଣ କରୁଛନ୍ତି ବା ମନା କରୁଛନ୍ତି। ଠିକ୍ ସେଇ ପ୍ରକାର ଭାବରେ ପ୍ରଭୁ এই সমগ্র জগত এই অন্তিম সময়ের বাক্যକୁ আজ গ্রহণ করিপারিব নাই। প্রেজ দ লর্ড। হালেলুয়া। সেମାନଙ୍କ পাখରେ এটা তুচ্ছ ହେଉଛି ସେମାନଙ୍କ ପାଖରେ এটা ଗୋଟେ ଖାଲି କାହାଣୀ ଗପ ଭଳିଆ ଦେଖାଯାଉଅଛି କିନ୍ତୁ ଆମେ ଶେଷ ସମୟରେ ପବିତ୍ର ଆତ୍ମା ଠିକ୍ ବିଷୟରେ ଆମମାନଙ୍କୁ ଗାଇଡ୍ କରୁଛନ୍ତି। ପ୍ରେଜ ଦ ଲର୍ଡ। ହାଲେଲୁୟା। ତାପରେ ପଢ଼ମା। ସେ ଏହି ଦର୍ଶନ ପାଇଲା ପରେ ଆମେମାନେ ତତ୍କ୍ଷଣାତ୍ ମାକିଦୋନିଆକୁ ଯିବା ପାଇଁ ଚେଷ୍ଟା କଲୁ। ହାଲେଲୁୟା। ସେମାନେ କ'ଣ କଲେ? ସେଇ ଦର୍ଶନ ପାଇଲା ପରେ ତତ୍କ୍ଷଣାତ୍ ସେମାନେ ମାକିଦୋନିଆକୁ ଯାଉଛନ୍ତି। ତାପରେ କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ୱର ଆମମାନଙ୍କୁ ଆହ୍ୱାନ କରିଅଛନ୍ତି ଆମେ ବୁଝିଲୁ। ତାପରେ ତେଣୁ ତ୍ରୟରୁ ଜାହାଜରେ ଆମ୍ଭେମାନେ ସଡ଼କ ପଥରେ ସାମାଥ୍ରିକକୁ ପରଦିନ ନିଆପୋଲିକୁ ଗଲୁ। ସେଠାରେ ଫିଲିପିଓକୁ ଗଲୁ। ଏହା ମାକିଦୋନିଆର ସେହି ଅଞ୍ଚଳର ଏକ ପ୍ରଧାନ ନଗର। ପୁଣି ଗୋଟିଏ ରୋମୀୟ ଉପନିବେଶ ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ। ବିଶ୍ରାମ ବାରରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀ କୂଳକୁ ଗଲୁ। ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ। ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କୁ କଥା କହିବାକୁ ଲାଗିଲୁ। 14 ପଦ ପଢ଼। ପୁଣି ଥିଉଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୁଦିଆ ନାମ୍ନୀ ଜଣେ ମହିଳା ଯେ ଈଶ୍ୱର ଭକ୍ତା ଥିଲେ ସେ ଆମମାନଙ୍କର କଥା ଶୁଣୁଥିଲେ। ହାଲେଲୁୟା। ଦେଖନ୍ତୁ ଏତେକ ଜାଗା ପବିତ୍ର ଆତ୍ମା ରିଜେକ୍ଟ କରି ଗୋଟେ ଜଣଙ୍କ ପାଇଁ ଲୁଧିଆ ନାମିନି ସେଇ ସ୍ତ୍ରୀ ଲୋକକୁ ପରିବର୍ତ୍ତନ କରିବା ପାଇଁ ସେଇ ଜାଗାକୁ ପ୍ରଭୁ ନେଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଅନେକ ବଡ଼ ବଡ଼ ଆଉ ମଣ୍ଡଳୀ ଯାକ ଅଛି ଅନେକ ଗ୍ୟାଦରିଂ ଅଛି ସେଇ ଜାଗାକୁ ପ୍ରଭୁ ଏଇ ଶେଷ ସମୟର ମେସେଜ ନ ଦେଇକି ଆମମାନଙ୍କ ପରି ଜଣେ ଆଉ ଦୁର୍ବଳ ଲୋକମାନଙ୍କୁ ପ୍ରଭୁ ଆଜି ସବଳ କରୁଛନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତାପରେ କ'ଣ ହେଲା ପଢ଼ନ୍ତୁ। ଯେପରି ପାଉଲଙ୍କର କଥିତ ବିଷୟ ପ୍ରତି ମନୋଯୋଗ କରନ୍ତି ଏଥି ନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇ ଦେଲେ। ପ୍ରେଜ୍ ଦ ଲର୍ଡ। ତାହା ବି ପବିତ୍ର ଆତ୍ମା କରୁଛନ୍ତି ଆଉ କିଏ ଅଲଗା ଲୋକ କିଏ କରୁନାହାନ୍ତି କିମ୍ବା ଲୁଧିଆ ନିଜେ ଜ୍ଞାନୀବାନ ନଥିଲେ ତାହାର ହୃଦୟକୁ ସ୍ୱୟଂ ପ୍ରଭୁ ତାହାଙ୍କ ହୃଦୟକୁ ଖୋଲୁଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତାହାକୁ ଖୋଲୁଛନ୍ତି ଆଉ ସେ କ'ଣ କରୁଛନ୍ତି? ସେତେବେଳେ ପାଉଲଙ୍କ ପ୍ରଚାର ସେ ଶୁଣୁଛନ୍ତି। ପଢ଼ନ୍ତୁ। ପୁଣି ସେ ଓ ତାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମମାନଙ୍କୁ ବିନତି କରି କହିଲେ ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାନ୍ତ ତେବେ ମୋର ଗୃହକୁ ଆସି ବାସ କରନ୍ତୁ। ହାଲେଲୁୟା। এই লুধিয়া নামিনী স্ত্রী ଯିଏକି ସମ୍ପୂର୍ଣ୍ଣ ଭାବରେ ସେ ପ୍ରଭୁଙ୍କ ବାକ୍ୟକୁ ସେ ଗ୍ରହଣ କଲା ପ୍ରଭୁଙ୍କ ବାକ୍ୟକୁ ସେ ବିଶ୍ୱାସ କଲା ଅର୍ଥାତ ପ୍ରେରିତ ପାଉଲ ଯେ ଆସୁଛନ୍ତି ସେ ମୋ ପାଇଁ ଆସୁଛନ୍ତି ବୋଲି ସେ ବିଶ୍ୱସ୍ତ ଥିଲା କିନ୍ତୁ ତାହା ପବିତ୍ର ଆତ୍ମା ଦ୍ୱାରା ସଫଳ ହେଲା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଜିରିମ ପୁସ୍ତକ ଲେଖାଯାଏ ଜିରିମ 10 ପର୍ବ ତାର 23 ପଦରେ ମନୁଷ୍ୟ କେବେ ଆପଣା ପଥକୁ ସେ କେବେ ଜାଣନ୍ତି ନାହିଁ। ହାଲେଲୁୟା। ପଢ଼ନ୍ତୁ ଜିରିମ 10:23। ହେ ସଦାପ୍ରଭୁ ମୁଁ ଜାଣେ ମୁଁ ଜାଣେ ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁ।
অর্থাৎ মনুষ্যর গতি তাহার আয়ত্ତରେ নুহে, সে কেবে বি নিজে চিন্তারে সে যাই পারিব নাই। হালেলুয়া। প্রভু স্বয়ং সদা প্রভু যদি তাহা ইচ্ছা ন করନ୍ତି তাহলে সে কৌশি প্রকার যাই পারନ୍ତି নাই। ইস্রাଏଲ ଲୋକମାନଙ୍କୁ যে ପ୍ରକାର ଭାବରେ ଅଗ୍ନିସ୍ତମ୍ଭ ଆଉ ମଣ୍ଡଳୀକୁ ସେ କଡ଼େଇ ନେଲେ ଏବଂ ସେ ସମ୍ପୂର୍ଣ୍ଣ ତାହାର ଯତ୍ନ ନେଲେ, ଠିକ୍ ସେହି ପ୍ରକାର ଭାବରେ ଏହି ଶେଷ ସମୟରେ ପ୍ରଭୁ ଆମମାନଙ୍କର ସକଳ ବିଷୟରେ ଯତ୍ନ ନେବା ପରମେଶ୍ୱର ଅଟନ୍ତି। ହାଲେଲୁୟା ହାଲେଲୁୟା। ଏ ଗାଇଡ୍ ମେସେଜରେ ସେ କହୁଛନ୍ତି ବିଷୟ ସତ୍ୟମୟ ଆତ୍ମା ଅର୍ଥାତ ପବିତ୍ର ଆତ୍ମା ଆମମାନଙ୍କୁ ସେହି ସ୍ଥାନକୁ କଡ଼େଇ ନେବ। ହାଲେଲୁୟା। ମନୁଷ୍ୟ ନିଜ ବୁଦ୍ଧିରେ ଚାଲିଲେ ଭୁଲ କରିବ, କିନ୍ତୁ ପବିତ୍ର ଆତ୍ମାଙ୍କର ବାକ୍ୟ ଭିତରକୁ ନେଇ ଯାଇପାରେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ଅଗ୍ନିସ୍ତମ୍ଭ ଅର୍ଥାତ ପବିତ୍ର ଆତ୍ମା ସେମାନଙ୍କୁ ସଦାପ୍ରଭୁ ଦିନରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କର ପଥ ଦେଖାଉଥିଲେ। ମରୁଭୂମି ଏହି ଜଗତ ଇସ୍ରାଏଲ ନିର୍ବାସିତ କଳସିଆ ଅର୍ଥାତ ଏହି ଯେଉଁଟାକି ଡିନାମିନେସନ୍ ମଣ୍ଡଳୀକୁ ତାକୁ ମାନେ ଆମେ ଡିନାମିନେସନ୍ ଭାବରେ ଆମେ ଥିଲୁ, ଏଇଟା ନିର୍ବାସିତ ଭାବରେ ଆମେ ଥିଲୁ। ସେହି ମଣ୍ଡଳୀକୁ ପ୍ରଭୁ ପବିତ୍ର ଆତ୍ମା ଦ୍ୱାରା ଆଉ ଥରେ ଗାଇଡ୍ କରୁଛନ୍ତି। ହାଲେଲୁୟା। ଦେଖୁଛୁ ଆମେ ମାନେ ଅଗ୍ନିସ୍ତମ୍ଭ ପବିତ୍ର ଆତ୍ମା, କିଣାନ ହେଉଛି ପ୍ରତିଜ୍ଞା ଦେଶ ଅର୍ଥାତ ସେହି କିଣାନର ନିଦର୍ଶନ ସ୍ୱର୍ଗ ରାଜ୍ୟ ଆମମାନଙ୍କର ପ୍ରତିଜ୍ଞା ଦେଶ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସ୍ୱର୍ଗ ରାଜ୍ୟ ମାନେ ଆମମାନଙ୍କର ପ୍ରତିଜ୍ଞା ଦେଶ। ଦେଖୁଛୁ ମନୁଷ୍ୟ କେବେ ବି ଆପଣା ପଥକୁ ସେ ଇଏ କରିପାରିବ ନାହିଁ, ଆଉ ସେ ନିଜ ଜ୍ଞାନକୁ ସେ କେବେ ବି ମାନେ ନିଜ ଜ୍ଞାନ ଦ୍ୱାରା ସେ କୌଣସି ସ୍ୱର୍ଗରାଜ୍ୟ ଅଧିକାର କରିପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସ୍ୱର୍ଗରାଜ୍ୟ ଅଧିକାର କରିବା ପାଇଁ ହେଲେ ଆମମାନଙ୍କୁ ସେଇ ମାର୍ଗଦର୍ଶକ ବା ପବିତ୍ର ଆତ୍ମାଙ୍କର ଅନୁସରଣ କରିବା ଦରକାର ଅଛି। ହାଲେଲୁୟା। ସେମାନେ ତାରା ଅର୍ଥାତ ପରମେଶ୍ୱରଙ୍କର ପ୍ରକାଶିତ ଆଲୋକ, ଜ୍ଞାନୀ ଅର୍ଥାତ ଭକିଲା ହୃଦୟକୁ ଦର୍ଶାଏ। ହାଲେଲୁୟା। এই জ্ঞানী মানে কিଏ ଥିଲେ? ସେମାନେ ଭକିଲା ହୃଦୟ ଅର୍ଥାତ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ପାଇଁ ବାକ୍ୟକୁ ସାଉଁଟୁଥିଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେମାନେ ବାକ୍ୟକୁ ସାଉଁଟୁଥିଲେ, ଆଉ ଯୀଶୁ ସମ୍ପୂର୍ଣ୍ଣ ବାକ୍ୟ ଥିଲେ। ଯେତେବେଳେ ସେଇ ଜାଗାକୁ ସେ ଯାଉଛନ୍ତି, ସେମାନେ ଦେଖୁଛନ୍ତି ସେଇ ତାରା ଯେଉଁ ଜାଗାରେ ଠିଆ ହେଇଛି ସେଇ ଜାଗାରେ ସେଇ ରାଜାମାନଙ୍କ ରାଜା ପ୍ରଭୁମାନଙ୍କ ପ୍ରଭୁ ଯେଉଁ ବାକ୍ୟ ଦେହବନ୍ତ ହେଲା ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇଠି ଥିଲେ। ହାଲେଲୁୟା। ସେମାନେ ଧର୍ମୀୟ ଏବଂ ପରମ୍ପରା ନୁହେଁ, ଆଲୋକକୁ ଅନୁସରଣ କଲେ। ଆଉ ଏଠି ଦେଖୁଛୁ ସତ୍ୟ ବିଶ୍ୱାସୀ ଆଲୋକକୁ ଅନୁସରଣ କଲେ ଆଲୋକ ତୁମକୁ ଖ୍ରୀଷ୍ଟଙ୍କ ପାଖକୁ ନେଇଯାଇପାରେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ସେଥିପାଇଁ ଆମମାନଙ୍କ ଜୀବନରେ ଏ ପ୍ରକାର ବିଷୟ ରହିଯାଇଅଛି। ହୋଇଥାଇପାରେ ଆମମାନଙ୍କର ଆଉ ଝୁଣ୍ଟି ପଡ଼ିବାର ଅନେକ ବିଷୟ ଥାଏ। ଆମେ ଦେଖୁଅଛୁ ଆଉ କେବେ 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 ଆମେମାନେ କ'ଣ କରିଥାଉ? ପବିତ୍ର ଆତ୍ମାଙ୍କ ନେତୃତ୍ୱକୁ ଆମେ ଭୁଲି ଯାଇଥାଉ। ଭଲ କାମ ସବୁବେଳେ ପରମେଶ୍ୱରଙ୍କ ସମୟ ନୁହେଁ। ଆତ୍ମା ଆଉ ସଦାବେଳେ ସେଇ ଭଲ କାମ ଥିବା ଭିତରେ ଜଣେ ମନ୍ଦ ବିଷୟକୁ ସେ କ'ଣ କରିଥାଏ? ନିବାରଣ କରିଥାଏ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ସେ କ'ଣ କରିଥାଏ? ଆମମାନଙ୍କର ସେଇ ଜାଗାକୁ ଯିବା ପାଇଁ ସେ ଅଟକାଇଥାଏ। ଅର୍ଥାତ ଏସିଆରେ ଯେତେବେଳେ ସେବା କାର୍ଯ୍ୟ ପାଇଁ ପ୍ରେରିତ ପାଉଲକୁ ଆଦେଶ ନ ଦିଆଗଲା, କାରଣ ସେଇ ଜାଗାରେ ହୁଏତ ଅନେକ ବିଷୟର ଦ୍ୱନ୍ଦ୍ୱତା ଥିଲା, କିନ୍ତୁ ସେଇ ଜାଗାରୁ ପ୍ରଭୁ ତାହାକୁ ସମ୍ପୂର୍ଣ୍ଣ ଭାବରେ ତାକୁ କଡ଼େଇ ନେଉଛନ୍ତି। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଆମମାନଙ୍କର ଜୀବନରେ ପ୍ରଭୁଙ୍କର ବାକ୍ୟର ଆମେ ପଥକୁ ଗାଇଡ୍ କରିବା ନିତାନ୍ତ ଦରକାର ଅଛି। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ପଢ଼ିବା ହିତୋପଦେଶ 3 ପର୍ବ 5 ଏବଂ 6 ପଦ। ହିତୋପଦେଶ 3 ପର୍ବ 5 ଏବଂ 6 ପଦ। ସହିତ ବିଶ୍ୱାସ କର। ହଁ, ତାପରେ ହାଲେଲୁୟା। ଆପଣାର ସବୁ ଗତିରେ ସବୁ ବିଷୟରେ ଆମେ ସଦାପ୍ରଭୁଙ୍କୁ ସ୍ୱୀକାର କରିବା। ତୁମେ ସମସ୍ତ ହୃଦୟରେ ସଦାପ୍ରଭୁଙ୍କ ଠାରେ ଭରସା ରଖ, ସେ ତୁମର ପଥକୁ କ'ଣ କରିବେ? ଅନୁସରଣ କରିବା ପାଇଁ ଶକ୍ତି ଦେବେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ଦେଖୁଛୁ ଏହି ସମୟର ବାକ୍ୟ ଆମମାନଙ୍କୁ କ'ଣ କରିଥାଏ? ସେ ପଥ ଦେଖାଇଥାଏ। ରୋମୀ ପୁସ୍ତକ 8 ପର୍ବ ତାର 14 ପଦ। ରୋମୀ ପୁସ୍ତକ 8 ପର୍ବ 14 ପଦ ଭାଇ। ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି, ସେମାନେ ଈଶ୍ୱରଙ୍କ ସନ୍ତାନ। ହାଲେଲୁୟା। ହାଲେଲୁୟା।
अर्थात आत्मा को बिना चलवा से माने संतान हो पारिबे नहीं। ईश्वर अर्थात पवित्र आत्मा को द्वारा चलवा लोक होचंती ताहांकर संतान। प्रेज द लॉर्ड, हालेलुया। आ मंडली को आज एही एक नुआ संगठन दरकार नहीं, मंडली को एक नुआ संगठन दरकार नहीं, नुआ गोटे ग्रुप दरकार नहीं। मंडली को पुणी थरे पवित्र आत्मा नेतृत्व दरकार अछि। हालेलुया, प्रेज द लॉर्ड। कौन दरकार अछि? पवित्र आत्मा नेतृत्व दरकार। अग्निस्तंभ आज वो आज मध्य मंडली मध्य चालू अछि। आउ आमे आज सेही पवित्र आत्मार उपस्थिति द्वारा आगो को बढ़िबा दरकार अछि। हालेलुया, प्रेज द लॉर्ड। आगो को बढ़िबा दरकार अछि अर्थात कौन आगो को कि प्रकार भाव में बढ़िबा। जदि आमे माने जदि सेही पथ को जानिबा, सेही पथ को आमे सेही पथ द्वारा आगो को बढ़िबा हुए तो आम सहित पवित्र आत्मा अछंती। हालेलुया। से आम मान को कौन कहउछंती? पवित्र आत्मा तो से मनुष्य केबे भी निज ज्ञान निज बुद्धि द्वारा सेही जगह को जाई परिबो नाही। ए प्रकार गोटे घटना घटिला जे भविष्यवक्ता एठारे ही ए गाइड मेसेज रे से गोटे विषय कहउछंती। जने लोक ए प्रकार ही जने मार्गदर्शक को नय गोटे जगह को से जाउछंती। ता पाखरे से शिकार करिया पई गोटे जगह को जाउछंती। शिकार करू करू करिबा पई से गोटे उच्च पहाड़ को जाउछंती। आ जो माने शिकारी माने से माने भलो भाव रे जानती उच्च पहाड़ रे कौन सी ये शिकारी माने जंतु न थाए, पशु न थाए, अर्थात से जारे शिकार करिया पई कौन सी विषय न थाए। हालेलुया। ताको जने कि गोटे कहि देला हिरोइन अर्थात कौन हरिण छुआ ऊपर रहे, किंतु हरिण छुआ ऊपर रहे नहीं, से सदा बेले जो ठारे जल स्रोत से जगह से रहे। हालेलुया, प्रेज द लॉर्ड। से कौन कला ये गोटे निज सान पिला को धरिकी गला से जगह को से चढ़िला पोरे से जगह से जगुची से एबे आसीबो बोले किए गोटे कहि दैछंती बड़ बड़ हरिण जाक सेठे रुहंती बोली। किंतु से जानिबा दरकार अछि हरिणर स्थान जो जगह रे सेई जल अछि सेई जगह से बास करंती। हालेलुया, प्रेज द लॉर्ड। अचानक गोटे सान पिला को 7 वर्ष पिला को तारो निज पिला को से धरिकी जाइछि। आ से जगह को गला परे ए प्रकार गोटे तूफान हे गला, ए प्रकार भयंकर भाव रे गोटे तूफान हे गला जो द्वारा से निज पिला को से निज कांधरे रखिछंती। आ से बिना गाइड रे से जगह को जाइछंती। आ से जेतेले देखुछंती संपूर्ण प्रकृति निजर सौंदर्य को से बदलै देला। हालेलुया। भविष्यवक्ता कहंती से बदलै देला परे से पछ को नै कि देखुछंती से आउ किछि आउ दिग निर्णय करि पारु नाहंती। से जगह रे तांको पुओ कहउछंती बापा मु शशरे मरु अछि, मु संपूर्ण भावे मु मरिया पई जाउ अछि। सेतेबेले से निज पिला को धरि से कांदुछंती। आउ कांदी कांदी जेतेबेले तांकर पिला मरिगला एई समय जणे बंधुकधारी से जगह को जाउछंती आ ताकू कहउछंती भाई तमे कि प्रकार भाव रे एठा को आसिलो, कारण एई जगह रे कोनोसी जंतु रुहे ना, कोनोसी शिकारी एई जगह को आसे नाही। हालेलुया। शिकारी तो सदा बेले कौन करथे से जल स्रोत पाखरे ताकू जगी थाए। प्रेज द लॉर्ड, हालेलुया। जल स्रोत पाखरे जगी थाए आ जेतेबेले से जगह को से आसे ताकू से विध करि थाए। सेतेबेले को तांको पुओ मरि जाई अछि। से सेतेबेले दुखित हेई निजको आ प्रभु से दुखित होला आ से क्रंदन कला निज संतान को हराइला। एठारे गोटे भविष्यवक्ता कहउछंती आमे मंडली मध्य रे बा परिवार मध्य रे जदि अछु आम मानकर समस्तंकर गोटे विश्वास गोटे आत्मा को गाइड करबा दरकार अछि। हालेलुया, प्रेज द लॉर्ड। गोटे विश्वास एवं गोटे आउ से मार्गदर्शक को गाइड करबा दरकार अछि। मार्गदर्शक आमे अनुसंधान करिवार अछि। जदि भिन्न भिन्न मतरे भिन्न भिन्न चिंताधारा रे जदि आमे गोटे जगह एकत्रित हेबा निश्चय विनष्ट प्राप्त हो पारिबा। हालेलुया, प्रेज द लॉर्ड। सेति पई आसंतु हम मानकर जीवन रे ए प्रकार विषय रही अछि। जहाँ भी विषय हो ना कहीं कि आम मान को पई प्रभु एक आशीर्वाद स्थान को से रखिछंती। प्रेज द लॉर्ड, हालेलुया। आसंतु पढ़िबा में प्रथम कोरिन्थियो 10 पर्व 1 पदरु आमे 4 पद पर्यंत पठन करिबा। कारण हे भाई माने हाँ हम मानको
ମେଘ ତଳେ ଥିଲେ ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ। ୟେସ୍ ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ। ହଁ ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ। ୟେସ୍ ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ। ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ। ଆଉ ସେହି ଶୈଳ ଖ୍ରୀଷ୍ଟ। ହାଲେଲୁୟା। ଏମାନଙ୍କର କାହିଁକି ନାଁଟା ନିଆଗଲା? ଏମାନେ ସମସ୍ତେ ମେଘ ତଳେ ଆସି ମାନେ ବାପ୍ତିସ୍ମ ନେଲେ, ଶୈଳରୁ ପାନ କଲେ, କିନ୍ତୁ ସେମାନେ ସେଇ ମାର୍ଗଦର୍ଶକକୁ ଫଲୋ କଲେ ନାହିଁ। ହାଲେଲୁୟା। 20 ଲକ୍ଷ ଲୋକମାନଙ୍କ ମଧ୍ୟରୁ 2 ଜଣ ହିଁ ସେ କିଣାନକୁ ପ୍ରବେଶ କଲେ। ଏହାର ନିଦର୍ଶନ ମଣ୍ଡଳୀ ମଧ୍ୟରେ ଆଜି କାହାକୁ ଆମେ ଅନେଇବାର ନାହିଁ, କାହାର ବିଷୟକୁ ଆମେ ଦେଖିବାର ନାହିଁ। ଏହି ଶେଷ ସମୟର ପବିତ୍ରାତ୍ମା ଦ୍ୱାରା ପ୍ରକାଶିତ ହୋଇଥିବା ବାକ୍ୟ ଏହା ହେଉଛି ଆମମାନଙ୍କ ପାଇଁ ମାର୍ଗଦର୍ଶକ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏହା ହିଁ ଆମମାନଙ୍କ ପାଇଁ ମାର୍ଗଦର୍ଶକ ମୋର ପ୍ରିୟମାନେ। ଏହି ମାର୍ଗଦର୍ଶକ ବିନା ଆମେ ସ୍ୱର୍ଗ ରାଜ୍ୟ ଯାଇପାରିବା ନାହିଁ। ପ୍ରେଜ୍ ଦ ଲର୍ଡ। ତାପରେ 5 ପଦ ପଢ଼ ମା। ହଁ ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ୱରଙ୍କ ସନ୍ତୋଷ ନଥିଲା। ହାଲେଲୁୟା। କୋଠାରେ? ଇସ୍ରାଏଲ ଲୋକମାନଙ୍କ ଠାରେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କାହିଁକି ସନ୍ତୋଷ ନଥିଲା? ସେମାନେ ସେଇ ବାକ୍ୟକୁ ଫଲୋ କଲେ ନାହିଁ, ସେଇ ମାର୍ଗଦର୍ଶକକୁ ସେମାନେ ରିସିଭ୍ କଲେ ନାହିଁ, ତାଙ୍କ ପଛରେ ଯିବା ପାଇଁ ନିଜକୁ ସନ୍ତୁଷ୍ଟ କଲେ ନାହିଁ। ପ୍ରେଜ୍ ଦ ଲର୍ଡ। ତାପରେ ତେଣୁ ସେମାନେ ପ୍ରାନ୍ତରରେ ମଲେ। ନା ପ୍ରାନ୍ତରରେ ମଲେ। ତାପରେ ଏ ସମସ୍ତ କଥା ଯେ ତୁମେମାନେ ଅଜ୍ଞାତ ଥାଅ, ୟେସ୍ ଏହା ମୋର ଇଚ୍ଛା ନୁହେଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏହି ସମସ୍ତ କଥା ଯେ ଆମମାନଙ୍କ ପାଇଁ ଅଜ୍ଞ ରହିବା ଭଲ ନୁହଁ, ଆମମାନଙ୍କୁ ଭଲ ଭାବରେ ଜାଣିବାର ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହେଲେ ମଧ୍ୟ ପ୍ରଭୁ ସେମାନଙ୍କ ଉପରେ କୃପା ଦୃଷ୍ଟି ରଖିଥିଲେ, କିନ୍ତୁ ନିଜେ ହିଁ ସେମାନେ ଅବାଧ୍ୟତା ସକାଶୁ ସେଇ ମାର୍ଗଦର୍ଶକ ବା ଏହି ସମୟର ପବିତ୍ରାତ୍ମାକୁ ସେମାନେ ତୁଚ୍ଛ କଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ ବାକ୍ୟ ଆମମାନଙ୍କୁ ଏହି ବିଷୟ କୁହେ। ତାପରେ ପଢ଼ନ୍ତୁ। ସେମାନେ ଯେ ପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ ଆମେମାନେ ଯେପରି ସେ ପ୍ରକାର ଅଭିଳାଷୀ ନ ହେଉ ଏଥିନିମନ୍ତେ ଏହି ସମସ୍ତ ବିଷୟ ଆମମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏହା ଆଜି ଆମମାନଙ୍କ ପାଇଁ କ'ଣ ହେଇଛି? ଦୃଷ୍ଟାନ୍ତ ସ୍ୱରୂପ ହୋଇଅଛି। ଆଉ ଏହି ଦୃଷ୍ଟାନ୍ତ ସ୍ୱରୂପ ବାକ୍ୟ ଆଜି ଆମମାନଙ୍କୁ ସେଇ ସ୍ୱର୍ଗ ରାଜ୍ୟ ଅଧିକାର କରିପାରିବ। ପ୍ରେଜ୍ ଦ ଲର୍ଡ। ଯାହା ଉଣା ଥିଲା, ଯେଉଁଟାକି ପ୍ରଥମ ଯାତ୍ରାରେ ସଫଳ ହେଲା ନାହିଁ, ଦ୍ୱିତୀୟ ଯାତ୍ରାରେ ସଫଳ ହେଲା ନାହିଁ, ତୃତୀୟ ଯାତ୍ରାରେ ନିଶ୍ଚୟ କଳସ୍ୟ ପାଇଁ ବା ଏଇ ଅନ୍ତିମ ସମୟର ବିଶ୍ୱାସୀ ପାଇଁ ସଫଳ ହେବା ଦରକାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏହି ତୃତୀୟ ଯାତ୍ରା କାହାଠାରୁ ଆସିଥାଏ? ଏହି ଶେଷ ସମୟର ବାର୍ତ୍ତାବହ ଦୂତ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସେ ମେସେଜ ଦ୍ୱାରା ଶିକ୍ଷା କରନ୍ତି। ହାଲେଲୁୟା। ପ୍ରଥମ ଯାତ୍ରା ଆମେ କାହାଠୁ ପାଇଲୁ? ପ୍ରଥମ ଯାତ୍ରା ମଶାଙ୍କ ଦ୍ୱାରା କଢ଼େଇ ଆଣିଲେ। ହାଲେଲୁୟା। ଦ୍ୱିତୀୟ ଯାତ୍ରା କାହା? ଝିଅଙ୍କ ଦ୍ୱାରା। ଦ୍ୱିତୀୟ ଯାତ୍ରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା। ହାଲେଲୁୟା। ତୃତୀୟ ଯାତ୍ରା ହେଉଛି ଏହି ସମୟର ମେସେଜ ବା ମାର୍ଗଦର୍ଶକ ବା ପବିତ୍ର ଆତ୍ମାର ସନ୍ଦେଶ ଦ୍ୱାରା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏହି ସମୟର ବାକ୍ୟ ଡାଇରେକ୍ଟ ଆମକୁ ସ୍ୱର୍ଗ ରାଜ୍ୟ ଅଧିକାର କରିବା ପାଇଁ ପ୍ରସ୍ତୁତ କରେ। ପ୍ରେଜ୍ ଦ ଲର୍ଡ। ଆମେ ଯଦି ଯାତ୍ରା ପୁସ୍ତକ 40 ପର୍ବ ଆମେ ଦେଖିବା, ସେଇ ଜାଗାରେ ସେମାନେ ଏତେ ଭୁଲ କାର୍ଯ୍ୟ କଲେ, ସେଇଟା ପଢ଼ିବା ନା, ଆମେ ଟାଇମ୍ ହେଇଗଲା, ଥାଉ ସେଇଟା। ସେମାନେ ଅନେକ ଭୁଲ କାର୍ଯ୍ୟ ସେମାନେ କରୁଛନ୍ତି, ଆଉ ପ୍ରଭୁଙ୍କ ବାକ୍ୟକୁ ସେମାନେ ଏତେ ତୁଚ୍ଛ କରୁଛନ୍ତି। ସେଥିପାଇଁ ପ୍ରେରିତ ପାଉଲ ଆମକୁ କହୁଛନ୍ତି ଏହା ଆମମାନଙ୍କ ପାଇଁ ଦୃଷ୍ଟାନ୍ତ ସ୍ୱରୂପ ହୋଇଛି। 7 ପଦ ପଢ଼ମା, 7 ପଦ ପୁନର୍ବାର। ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମା ପୂଜକ ହେଲେ, ୟେସ୍, ସେପରି ତୁମେମାନେ ପ୍ରତିମା ପୂଜକ ହୁଅ ନାହିଁ। ତାପରେ ଯେପରି ଲେଖା ଅଛି, ଲୋକମାନେ ଭୋଜନ ପାନ କରିବାକୁ ବସିଲେ ଆଉ ନୃତ୍ୟ କରିବାକୁ ଉଠିଲେ। ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ 30,000 ମରିଗଲେ, ସେପରି ଆମେମାନେ ବ୍ୟଭିଚାର ନ କରୁ। ହାଲେଲୁୟା। ତାପରେ 9 ପଦ। ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ, ସେପରି ଆମେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ। ହାଲେଲୁୟା। ପ୍ରଭୁ ଏହି ବିଚାରକୁ ସେ ଏଠାରେ ଆଣୁଛନ୍ତି। ସେଥିପାଇଁ ସେ କହୁଛନ୍ତି, ଆମେ ଯେଉଁ ସେଇ 16 ପର୍ବର ତାର ଆମେ ପଢ଼ିଲୁ, 3ଟା ବିଷୟ ପାଇଁ ପ୍ରଭୁ ଏଠାରେ ସେମାନଙ୍କୁ କହୁଛନ୍ତି। ଗୋଟେ ହେଲା କ'ଣ? ପାପର ବିଷୟ,
କାରଣ ସେମାନେ ମୋ ଠାରେ ବିଶ୍ୱାସ କରନ୍ତି ନାହିଁ। ଏହା ଗୋଟେ ପାପ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏ କହୁଛି କ'ଣ? କାରଣ ସେମାନେ ମୋ ଠାରେ ବିଶ୍ୱାସ କରନ୍ତି ନାହିଁ। ବାକ୍ୟକୁ ଅବିଶ୍ୱାସ କରିବା ହିଁ ପାପ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ବାକ୍ୟକୁ ଅବିଶ୍ୱାସ କରିବା ହିଁ ପାପ। ପ୍ରଥମ ବିଷୟ ହେଉଛି ପାପ ଯେତେବେଳେ କି ହବାଙ୍କର ସେଇ ହୃଦୟରେ ସେ କାର୍ଯ୍ୟ କଲା। ବାକ୍ୟକୁ ମିଳାବାଟ କରିବା, ବାକ୍ୟକୁ ଅବିଶ୍ୱାସ କରି ଏମିତି ହେବ, କିଛି ଅସୁବିଧା ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ ଅନ୍ତିମ ସମୟର ମେସେଜ ତୃତୀୟ ଯାତ୍ରା ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ବାକ୍ୟ ଆମମାନଙ୍କୁ ତୃତୀୟ ଯାତ୍ରା କଡ଼ାଇ ନିଏ। ହାଲେଲୁୟା। ଯଦି ଏଇ ବିଷୟରେ ଯଦି ଆମମାନଙ୍କର ଅବିଶ୍ୱାସ ଅଛି ତାହେଲେ ପାପ ହେଇପାରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। 9 ପଦ, ସେଇ 16ର 9 ପଦ ପଢ଼, କ'ଣ ଲେଖା ହେଇଛି? ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ୱାରା ବିନଷ୍ଟ ହେଲେ ସେପରି ଆମେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ। ଓ ପ୍ରେଜ୍ ଦ ଲର୍ଡ। ତାପରେ ଦ୍ୱିତୀୟରେ ସେ 2 ନମ୍ବର ବିଷୟରେ ସେ କହୁଛନ୍ତି ଧାର୍ମିକତା ବିଷୟରେ। କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଓ ତୁମେମାନେ ମୋତେ ଆଉ ଦେଖିବ ନାହିଁ। ହାଲେଲୁୟା। ଅର୍ଥାତ୍ ସେଇ ପିତା ଆଉ ମୋତେ ଜଗିକି ଅଛନ୍ତି। ମୁଁ ପିତାଙ୍କ ନିକଟ ଗଲା ପରେ ମୋତେ ଦକ୍ଷିଣ ପାର୍ଶ୍ୱରେ ବସାଇବେ, ଏଇ ଚିନ୍ତା ନାହିଁ ଆମମାନଙ୍କୁ। ସେଇ ଯେଉଁ ପୁତ୍ର ଥିଲେ ସେଇ ପିତା ଅଛନ୍ତି। ହାଲେଲୁୟା। ଏହା ହେଉଛି ଧାର୍ମିକତା ଚିନ୍ତାଧାରା। ଆମେ ଜାଣିଛୁ ସେ ଏକମାତ୍ର ଅଟନ୍ତି, ଏକମାତ୍ର ସେଇ ପ୍ରଭୁ ଆମମାନଙ୍କ ପାଇଁ ଏଇ ଜଗତକୁ ଆସିଥିଲେ। ହାଲେଲୁୟା। ଯଦି ଏଠାରେ ଯଦି ଆମେ ଝୁଣ୍ଟି ପଡ଼ିବା ଧାର୍ମିକ ଗଣିତ ହେଇପାରିବା ନାହିଁ। ଆଜି ଏଇ ବିଷୟକୁ ନେଇକି ବହୁତ ସାରା ଦ୍ୱନ୍ଦ୍ୱତା ରହିଛି, ବହୁତ ସାରା ବିଷୟ। ମୁଁ ତ ପରଦିନ ଜଣଙ୍କ ସହିତ ମୁଁ କଥା ହେଉଥିଲି, ତାକୁ ମୁଁ କେତେଟା ବିଷୟ କହିବାରୁ ସେ ଆଶ୍ଚର୍ଯ୍ୟ ହେଲା। ଆଉ ମୁଁ କହିଲି ଭାଇ ତମେ ଏଇ ବିଷୟରେ ଚିନ୍ତା କର। ସେ କହିଲା ଆଜ୍ଞା ମୁଁ ତ ମାଛ ଧରିବା ଲୋକ। ମୁଁ କହିଲି ଭାଇ ମାଛୁଆମାନଙ୍କୁ ହିଁ ପ୍ରଥମେ ପ୍ରଭୁ ଯୀଶୁ ଆହ୍ୱାନ କରିଥିଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମାଛୁଆମାନଙ୍କୁ ଜହନ କ'ଣ ଥିଲା, ପିତର କ'ଣ ଥିଲା? ବଡ଼ ବଡ଼ ମାଛ ଧରା ଲୋକ ଥିଲେ। କେବେ ବି ନିଜକୁ ଦୁର୍ବଳ କରନ୍ତୁ ନାହିଁ। ପ୍ରେଜ୍ ଦ ଲର୍ଡ। ମୁଁ ତ କହିବି ପିତରଙ୍କ ପରି ଆପଣଙ୍କୁ ମଧ୍ୟ ପ୍ରଭୁ ଏହି ସମୟରେ, ଏହି ଶେଷ ସମୟର ବାକ୍ୟର ଆହ୍ୱାନ କରିବା ପାଇଁ ଚାହୁଁଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ସେ କ'ଣ କଲେ? ଏଇ ଧାର୍ମିକତା ବିଷୟରେ ସେ କହୁଛନ୍ତି। ତାପରେ ସେ ବିଚାର ବିଷୟରେ, କାରଣ ଏହି ଜଗତ ଅଧିପତି ବିଚାରିତ ହୋଇଅଛି। ପ୍ରେଜ୍ ଦ ଲର୍ଡ। ଜଗତର ପତି ଅଧିପତି, ଜଗତର ସବୁ ବିଷୟକୁ ଯେଉଁମାନେ ପ୍ରେମ କରନ୍ତି, ଏଇଟା ମୋର ଠିକ୍ ଅଛି, ମୋର ସବୁ ବିଷୟ କିଛି ଅସୁବିଧା ନାହିଁ, କିନ୍ତୁ ଆତ୍ମାରେ ବାକ୍ୟରେ ସମ୍ପୂର୍ଣ୍ଣ ଦରିଦ୍ର ଲୋକ, ସେ ତାକୁ ପ୍ରଭୁ ବିଚାରରେ ନିଅନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପ୍ରଶଂସା ପାଆନ୍ତୁ। ସେଥିପାଇଁ ଆମମାନଙ୍କ ପାଇଁ ପ୍ରଭୁଙ୍କର ବାକ୍ୟ ସଦାବେଳେ ଆମମାନଙ୍କ ପାଇଁ ଆଲୁଅ ସଦୃଶ ହୋଇଥାଏ। ଗୀତ ସଂହିତା 119ର 105, 119ର 105। ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ହାଲେଲୁୟା। ଆଲୋକ ବିନା ଆମେ ପଥ ଦେଖିପାରିବା ନାହିଁ, ନାଇଁ କି? ଆଲୋକ ବିନା ଆମେ ପଥ ଦେଖିପାରିବା ନାହିଁ। ଯଦି ପ୍ରଭୁ ଯଦି ରାତ୍ରିରେ ଯଦି ଅଗ୍ନିସ୍ତମ୍ଭ ନେଇକି ଯଦି ସେଇଠାରେ ଯଦି ସେ ଉପସ୍ଥିତ ନଥାନ୍ତେ, ସେମାନେ ଯାଇପାରିନଥାନ୍ତେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଥିପାଇଁ କାହାର ବାକ୍ୟ? ଏହା ପ୍ରଭୁଙ୍କର ବାକ୍ୟ। ହାଲେଲୁୟା। ଏହି ସମୟର ବାକ୍ୟ ଆମମାନଙ୍କ ପାଇଁ ଆଲୁଅ ସଦୃଶ ମୋର ପ୍ରିୟମାନେ। ଆଉ ଏହି ବାକ୍ୟକୁ ଅବିଶ୍ୱାସ କରିବା ହିଁ ପାପ। ସେଥିପାଇଁ ଆମମାନଙ୍କୁ ଏ ବିଷୟରେ ଅତି ଯତ୍ନ ସ୍ୱରୂପ ନେବାକୁ ପଡ଼ିବ। କ'ଣ ଲେଖା ହେଇଛି? ପୁନର୍ବାର ପଢ଼େ ମା। ଗୁଡ୍। ପ୍ରଦୀପ ମୋ ପଥ ପାଇଁ ଆଲୁଅ ଅଟେ। ହାଲେଲୁୟା। ସେ ଆଲୋକ ସ୍ୱରୂପ ଆମମାନଙ୍କୁ ସେ କଡ଼େଇ ନିଅନ୍ତି। ସେ ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କୁ ସେ କ'ଣ କରନ୍ତି? ଆଗକୁ କଡ଼େଇ ନିଅନ୍ତି। ପ୍ରେଜ୍ ଦ ଲର୍ଡ। ଏବ୍ରି ପୁସ୍ତକ 5ର 8 ପଦରେ କ'ଣ ଲେଖା ଅଛି ଟିକେ ପଢ଼ନ୍ତୁ। ଏବ୍ରି ପୁସ୍ତକ 5ର 8 ପଦ। ପୁତ୍ର ହେଲେ ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହୁତ ଶିକ୍ଷା କଲେ। କିଏ? ପୁତ୍ର, ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ହିଁ ପ୍ରକାଶ କରାଯାଏ। ହାଲେଲୁୟା। ଆଜି କ'ଣ ଆମେ ଆଜ୍ଞା ବହୁତ ହେବା ନାହିଁ କି? ଆଜି କ'ଣ ଆମେ ସେଇ ପଥକୁ ଆମେ ଆମ ସହିତ ମାର୍ଗଦର୍ଶକକୁ ଆମେ ଗ୍ରହଣ କରିବା ନାହିଁ କି? ନିଶ୍ଚୟ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପୁତ୍ର ହେଲେ ମଧ୍ୟ ସେ କ'ଣ କଲେ? ସେ ଆତ୍ମାରେ
ଯାଇ 40 ଦିନ 40 ରାତ୍ର କ'ଣ କଲେ? ଉପବାସରେ ବସିଲେ। ହାଲେଲୁୟା। ସେ ସମ୍ପୂର୍ଣ୍ଣ ପ୍ରଭୁ ଥିଲେ, ସମ୍ପୂର୍ଣ୍ଣ ମନୁଷ୍ୟ ଥିଲେ। ତାକୁ କୋରଡ଼ା ପ୍ରହାର କରାଗଲା, ତାକୁ ବାଧା ଅନେକ ବିଷୟରେ ତାକୁ କଷ୍ଟ ଦିଆଗଲା। ସେ ନିଜକୁ ଅବନତ କରି ସବୁ ବିଷୟ ସମ୍ଭାଳେ। ତାପରେ ତଳକୁ ପଢ଼ବା। ହଁ, ପୁଣି ଶୀତ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ। ହାଲେଲୁୟା। ଯଦି ଆମ ପାଖରେ ମାର୍ଗଦର୍ଶକ ଯଦି ନାହାନ୍ତି, ଆଜି ମଧ୍ୟ ଦ୍ୱାର ବନ୍ଦ କରାଯାଇଛି, ଆଉ ପ୍ରଭୁ ସଦାପ୍ରଭୁ ଯୀଶୁଖ୍ରୀଷ୍ଟ ବାହାରେ ଅଛନ୍ତି। ହାଲେଲୁୟା। କଲୋସିଆ ମଣ୍ଡଳୀ କହୁଛି, ଲାଉଦିକିଆ ମଣ୍ଡଳୀ ଯୁଗରେ ପ୍ରଭୁ ମଣ୍ଡଳୀ ଭିତରେ ନାହାନ୍ତି। କୁଆଡ଼େ ଅଛନ୍ତି? ବାହାରେ ଅଛନ୍ତି। ପ୍ରକାଶିତ 3:20 ପଦ କ'ଣ ସେଠି ଲେଖା ହେଇଛି? ସେ ଦ୍ୱାରର ବାହାରେ ଅଛନ୍ତି। କ'ଣ ପାଇଁ? ଲାଉଦିକିଆ ମଣ୍ଡଳୀ ଯୁଗରେ ସତ୍ୟମ ଆତ୍ମାକୁ ତୁଚ୍ଛ କରିବା ଦ୍ୱାରା ଏହି ସମୟର ମେସେଜକୁ ସେମାନେ କ'ଣ କରୁନାହାନ୍ତି? ଗ୍ରହଣ କରୁନାହାନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପଢ଼ନ୍ତୁ ପ୍ରକାଶ। ହଁ, ଆମେ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ। ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ, ତାହେଲେ ଆମେ ପ୍ରବେଶ କରି ତାହା ନିକଟକୁ ଯିବୁ। ହାଲେଲୁୟା। ଦ୍ୱାର ନିକଟରେ ପ୍ରଭୁ ଠିଆ ହେଇକି ଆଜି ଆଘାତ କରୁଛନ୍ତି। ଯିଏକି ସର୍ବେ ସର୍ବା ମଣ୍ଡଳୀ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ସେ ଜଣେ ତ୍ରାଣକର୍ତ୍ତା ଅଟନ୍ତି। ତାକୁ ଯଦି ଆମେ ବାହାର କରି ରଖିବା, ମଣ୍ଡଳୀ କ'ଣ ସ୍ୱର୍ଗକୁ ଯାଇପାରିବ? ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁ ଗୌରବ ପାଆନ୍ତୁ। ପ୍ରେଜ୍ ଦ ଲର୍ଡ। କ'ଣ ପାଇଁ? ଯଦି ପ୍ରଭୁ ଯଦି ମଣ୍ଡଳୀର ମସ୍ତକ ଅଟନ୍ତି, ସେ ଯଦି ଆମମାନଙ୍କ ମଧ୍ୟରେ ଯଦି ବାସ କରିବ ନାହିଁ, ସେ ବାହାରେ ରହିବ। ଆଜିକାର ସମୟମାନଙ୍କରେ ଆମେ ଦେଖୁଅଛୁ ମଣ୍ଡଳୀ ମଧ୍ୟରେ ଅନେକ ବିଷୟ ପଶିଗଲା। ପ୍ରଥମେ ଗୀତ 2ଟା ହେବ, ତାପରେ ଡାନ୍ସ ହେବ, ତାପରେ କ'ଣ ହେବ? ତାପରେ ବିଜ୍ଞାପନ ହେବ, ତାପରେ ଅନେକ ବିଷୟ ହେବ। ପରେ ବାକ୍ୟ ପଦେ ହେଲେ ହେଲା, ନହେଲେ ନାହିଁ। ଲୋକମାନେ ନାଚ ଗୀତରେ ଭରପୁର, ଅର୍ଥାତ ମଣ୍ଡଳୀ ମଧ୍ୟରେ ପ୍ରଭୁଙ୍କର ଉପସ୍ଥିତି ନାହିଁ। ହାଲେଲୁୟା। ସେ କହୁଛନ୍ତି କ'ଣ? ଆମେ ଦ୍ୱାର ନିକଟରେ ଠିଆ ହେଇ ଆଘାତ କରୁଅଛୁ। ପ୍ରଭୁ ଆଜି ବି ଏଇ ମେସେଜ, ଏଇ ବାକ୍ୟ ଆମମାନଙ୍କ ହୃଦୟରେ କଥା କହୁଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଜି ବି ଆମମାନଙ୍କୁ କଥା କହୁଛନ୍ତି। ସେ ଇସ୍ରାଏଲ ଲୋକମାନଙ୍କୁ ଯେତେବେଳେ ମରୁଭୂମିରେ ସେ ଯାତ୍ରା କରୁଥିଲେ, ସେମାନଙ୍କୁ କଡ଼େଇ ନେବା ପାଇଁ ନିଜେ ସ୍ୱୟଂ ପ୍ରଭୁ ସେଇଠାରେ ବିଦ୍ୟମାନ ଥିଲେ। ଠିକ୍ ସେହି ପ୍ରକାର ଭାବରେ ମଣ୍ଡଳୀରେ ଆଜି ପବିତ୍ରାତ୍ମାର ସେହି ସେବା କାର୍ଯ୍ୟ ଆଜି ପ୍ରଭୁ ଆମ ସହିତ ବିଦ୍ୟମାନ ଅଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଗୌରବ ପ୍ରଶଂସା ପାଆନ୍ତୁ। ଆମମାନଙ୍କୁ ସେହି ପ୍ରଭୁଙ୍କୁ ଆହ୍ୱାନ କରିବାର ଦରକାର ଅଛି। ଆମେମାନେ ତାହାଙ୍କର ସନ୍ତାନ ସମ୍ପତ୍ତି ହୋଇପାରିବା। ପ୍ରଭୁ ଆମମାନଙ୍କ ପାଇଁ ସେ ଚିରକାଳ ଆମ ସହିତ ସେ ଗମନାଗମନ କରନ୍ତି। ପ୍ରେଜ୍ ଦ ଲର୍ଡ। ମୁଖ୍ୟ ବିଷୟ ରହିବ ଆଜି ମଣ୍ଡଳୀ କହିବ, ପବିତ୍ରାତ୍ମା ଆମର ଗାଇଡ୍ କି? ମଣ୍ଡଳୀ କହିବ, ହଁ ସେ ଆମର ଗାଇଡ୍ ଅଟନ୍ତି। ହାଲେଲୁୟା। କିଏ ଅଟନ୍ତି? ପବିତ୍ରାତ୍ମା ଆମର ଗାଇଡ୍ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ରୁବେନ ଭାଇ ଏ ମଣ୍ଡଳୀର ଗାଇଡ୍ ନୁହନ୍ତି, ପବିତ୍ରାତ୍ମା ଗାଇଡ୍ ଅଟନ୍ତି। ହାଲେଲୁୟା। ମୋର ବିଷୟରେ ଆପଣମାନଙ୍କୁ ମୁଁ କୌଣସି ଲୋକକୁ ମୁଁ ଗାଇଡ୍ କରିକି ସ୍ୱର୍ଗକୁ ନେଇପାରିବି ନାହିଁ। ସ୍ୱର୍ଗ ରାଜ୍ୟ ଅଧିକାର କରିବା ପାଇଁ ପବିତ୍ରାତ୍ମା ହିଁ ମଣ୍ଡଳୀକୁ ଗାଇଡ୍ କରିବ। ପ୍ରେଜ୍ ଦ ଲର୍ଡ। ଆମେ କାହାକୁ ଅନୁସରଣ କରିବା? ପ୍ରଶ୍ନ ଆସିବ। ଆମେ କାହାକୁ ଅନୁସରଣ କରିବା? ବାକ୍ୟ ଓ ପବିତ୍ରାତ୍ମାକୁ ଅନୁସରଣ କରିବା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେହି ବାକ୍ୟ ଦ୍ୱାରା ଆମେ ପବିତ୍ରାତ୍ମାଙ୍କର ସେବା କାର୍ଯ୍ୟକୁ ଆମେ ଅନୁଭବ କରିପାରୁଛୁ। ସେହି ବାକ୍ୟ ଦ୍ୱାରା ଆମ ପାଖରେ ପ୍ରଭୁଙ୍କର ଉପସ୍ଥିତି ଅଛି ବୋଲି ଆମେ ଅନୁଭବ କରିପାରୁଛୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ ବାକ୍ୟ ଓ ପବିତ୍ରାତ୍ମାକୁ ଆମେ କ'ଣ କରିବା? ଅନୁସରଣ କରିବା। ଆମର ଗନ୍ତବ୍ୟ କେଉଁଠିକୁ? ମଣ୍ଡଳୀ କୁହେ ଖ୍ରୀଷ୍ଟଙ୍କ ସହିତ ଅନନ୍ତ କାଳ ବା ସ୍ୱର୍ଗ ରାଜ୍ୟକୁ। ହାଲେଲୁୟା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ, ଆମମାନଙ୍କର ଏତିକି ପ୍ରାର୍ଥନା ଆଜି ରହିବ, ପ୍ରଭୁ ଏଇ ଜ୍ଞାନ, ଜାଗତିକ ଜ୍ଞାନ ଆମମାନଙ୍କ ପାଇଁ ମୂର୍ଖତା ମାତ୍ର, କିନ୍ତୁ ସ୍ୱର୍ଗୀୟ ଜ୍ଞାନ ବା ଏଇ ବାକ୍ୟ ରୂପ ଆଧାର ଜ୍ଞାନ ସ୍ୱର୍ଗ ରାଜ୍ୟ ଅଧିକାର ପ୍ରାପ୍ତ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ଯେ ପ୍ରକାର ଭାବରେ ସେ କାଉଡମାନେ ସେମାନେ ମରିଗଲେ, ଆଉ ସେମାନେ ଘରକୁ ଫେରି ପାରିଲେ ନାହିଁ, ଠିକ୍ ସେହି ପ୍ରକାର ଭାବରେ କାହାକୁ ଦେଖିବା ନାହିଁ, କାହାର ଅନୁସନ୍ଧାନ କରିବା ନାହିଁ। ଏହି ସମୟର ବାକ୍ୟକୁ ଆମେ ଫଲୋ କରିବା ଏବଂ ରାପ୍ଚରକୁ ଗ୍ରହଣ କରିବା, ସ୍ୱର୍ଗ ରାଜ୍ୟ ଅଧିକାର କରିପାରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହୋଇଥାଏ କଷ୍ଟ ଦେଇଥାଏ, ହୋଇଥାଏ ଆମମାନଙ୍କୁ ଦୁଃଖ ଦେଇଥାଏ, ହୋଇଥାଏ ଆମମାନଙ୍କୁ ଟିକେ ଆଉ ମନରେ ଟିକେ ବିଚଳିତ ଆସିଥାଏ, କିନ୍ତୁ ସେଇ
ତୃତୀୟ ଯାତ୍ରା ନିଶ୍ଚୟ ଆମ ସମସ୍ତଙ୍କୁ ମଣ୍ଡଳୀକୁ ସ୍ୱର୍ଗରାଜ୍ୟର ଅଧିକାର କରିପାରିବ। ପ୍ରେଜ୍ ଲର୍ଡ। ପ୍ରଥମ ଯାତ୍ରା ମଶାଙ୍କ ଦ୍ୱାରା, ଦ୍ୱିତୀୟ ଯାତ୍ରା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା, ତୃତୀୟ ଯାତ୍ରା ଏହି ସମୟର ମେସେଜ୍ ପବିତ୍ରାତ୍ମାଙ୍କ ଦ୍ୱାରା। ପ୍ରେଜ୍ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କର ପଥ ମାର୍ଗଦର୍ଶକ ଜଣେ ହିଁ ହୁଅନ୍ତୁ, ତାହା ହେଉଛି ପବିତ୍ରାତ୍ମାର ଆଉ ବାକ୍ୟର, ଆଉ ସେଇ ବାକ୍ୟ ହିଁ ସେଇ ପବିତ୍ରାତ୍ମା ଅଟନ୍ତି, ଅର୍ଥାତ୍ ସ୍ୱୟଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆମେ ମାର୍ଗଦର୍ଶକ ହେଇ ସ୍ୱର୍ଗରାଜ୍ୟର ଅଧିକାର ପ୍ରାପ୍ତ ହୋଇପାରିବା। ପ୍ରଭୁ ଏ ଅଳ୍ପ ଶିକ୍ଷା, ଏ ଅଳ୍ପ ବାକ୍ୟ ଦ୍ୱାରା ଆମକୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ।